ତାପରେ କଣ ପଢିବା ତାହେଲେ? ପକ୍ଷାଘାତଟା ସରିଯାଇଛି କି? ସରିନି? ଆରେ ଚିହ୍ନ ମରାଇଛି କଣ ପଢି ଦେଇଛ ତମେ ନା କଣ? କଣ ପଢିବ? ଗ୍ରାମାର ପଢିବ ନା ଗପ ପଢିବ ନା? ଆର କ୍ଲାସ ରେ ପଢିଥିଲ ଆଧ୍ୟାତ୍ମିକ ଭିତ୍ତି ପ୍ରବନ୍ଧ ପଢିଥିଲ। ଠିକ, ତାହେଲେ ପ୍ରବନ୍ଧ ପଢିବନି ନା ପଢିବ? କହିଲେ ପଢା ହବ, କିଛି ନାହିଁ। ପଢିବନି? ଗପ ପଢିବ? ଗପ କୋଉଟା ପଢା ହେଇଛି? କିଛି ପଢା ହେଇନି ନା? ଗୋଟେ ସରିଛି ଖାଲି। କୋଉଟା ପଢିବ? ପକ୍ଷାଘାତ, ମା ଆସିଲେଣି, ବାଉଁଶରାଣୀ। ବାଉଁଶରାଣୀ ଏତେ ବି ଭଲ ବେଶ। ହଁ ପଢିଆ ସେମିତି ଆଉ। ପଢିନ ବୋଧେ ବାଉଁଶରାଣୀ? କି ଭିତରକୁ ଯାଇନ ନା? ବାଉଁଶରାଣୀ ନାଁ ଶୁଣି ଭାବୁଛି ଗୋଟେ କଣ ହେଇଥିବ ଆଉ। କିଛି ନାହିଁ, ମାନେ ଗୋଟେ ଭଲ ବିଷୟ, ଖରାପ ନୁହଁ। ଗୋଟେ ପାରିବାରିକ, ତା ଭିତରେ କେମିତି ପରିବାର ଭିତରେ ଆଉ କିଏ ପଶିଗଲା, କେମିତି ଗୋଟେ ମାନସିକ, ଗୋଟେ ଝିଅ, ଗୋଟେ ସ୍ତ୍ରୀର ମାନସିକ ସ୍ଥିତି କେମିତି ପରିବର୍ତ୍ତନ ହଉଛି ତା ଉପରେ ଗପଟା ଭଲ ଅଛି ଯେ। ହଉ, କଣ ପଢିବା? ବାଉଁଶରାଣୀ? ହଁ, କଣ କହୁଛ? ହଁ, ସେଇଟା ଏଇଟା। ତମେ ନୂଆ ଆସିଛ କି? ନୂଆ ଆସିଛ ଆଜି ଫାର୍ଷ୍ଟ କ୍ଲାସ? ଆଉ ଆରମ୍ଭରୁ ଗପ ପଢିବନି? ହଉ, 269 पेज बाहर करो। बाहर करो। बीणापाणी महांती लेखिछंती बाउंसराणी। जेहेतु आर क्लास रे प्रबंध पढ़ेइथिली सेति गप पढ़ुचे। ए गप सइले पुणी आमे फेरिबा कोठिकी? कविता गुड़ा बहुत रहिलानी ना, कविता को जीवा पुणी। एइटा सरी गले कविता पढ़िबा, तापर प्रबंध पढ़िबा, तापर पुणी गप को आसीबा। लेखक परिचय। बीणापाणी महांती 1936 मसीह जन्म ग्रहण करथिले। गाल्पिका बीणापाणी महांती ओडिया कथा साहित्य रे एक बलिष्ठ प्रतिभा। अल्प किछि लेखकक विषय जानिबा, तापर विषय पढ़िबा। तांकर पैतृक वासस्थान केन्द्रापड़ा जिल्लार चांदोल हेले मध्य ब्रह्मपुर सहर रे जन्म ग्रहण करथिले। तांकर पैतृक संपत्ति बा पैतृक वासस्थान जोठी तांको बापा मांकर जन्म, बापा मां जोठी रोहणी, सेटा थिला केन्द्रापड़ा। निज गाँडा जोटा नेटिव टा, किंतु केन्द्रापड़ा जिल्लार चांदोल अंचल, किंतु से ब्रह्मपुर सहर रे जन्म ग्रहण करथिले। से बहु क्षुद्र गल्प रचना करी ओडिया साहित्य को समृद्ध करिसेंती। गभीर मानववादी ओ जीवन धर्मी अनुचिंतार आलेख्य बहन करी तांको गल्प गुड़िक प्रकाशित। नारी मनस्तत्व चित्रण रे से बेस सिद्धहस्त। आजिर जो गपटी थिला सेटा मध्ये गोटे नारीर मनस्तात्विक भावना, तार मनर तार माने चिंता को नहीं कि ना, तार जो पारिवारिक मनस्तात्विक भावना, परिवार रे रही कि किभली भाबरे तार परिस्थिति हिची, सेही विषय को नहीं कि ना गपटा। तांकर लेखा गुड़िक कौन कौन थिला? नवतरंग, पांथशाला, रक्तकरबी, कस्तूरी मृग, सबुज अरण्य, तटिनीर तृष्णा, सायाह्नर स्वर, अंधकार रे छाई, कालांतर, आरोहण, मध्यांतर, वस्त्रहरण, अन्य अरण्य, बहुत गुड़े लिखिछन्ती। तो इंटरव्यू, खेलना, दृश्यांतर, चरित्र हसुची पाट देई, तृतीय पाद, बन्हीबळ, जनता घर, जन्मांतर, अश्रुअनल, शकुनीर छक्का, एकाकी पराशर, पाचेरी सेपटे नदी नई, पद्म घुंची घुंची जाउची इत्यादि गल्प संकलन। ए सब तांकर बड़ सुंदर सुंदर गप गुड़िक। ता भितरु कुंती कुंतला शकुंतला गोटे सुंदर जनप्रिय उपन्यासटिए। से बेले बेले क्वेश्चन आसे बीणापाणी महांतींकर कुंती कुंतला शकुंतलाटी एक
କେଉଁ ପ୍ରକାର କଣ ଏଟା କେଉଁ ପ୍ରକାର ଲେଖା ଉପନ୍ୟାସ ନହେଲେ ପଡିବ ବୀଣାପାଣି ମହାନ୍ତିଙ୍କର ଯୋଉ ରଚିତ ଉପନ୍ୟାସଟିର ନାଁ କଣ? କୁନ୍ତି କୁନ୍ତଳା ଶକୁନ୍ତଳା। ଆଲୋଚ୍ୟ ଗଳ୍ପ ବାଉଁଶରାଣୀ ନାରୀ ମନସ୍ତତ୍ଵ ମୂଳକ ଏକ ରଚନା ଚମତ୍କାର ଗଳ୍ପ। ଏଇଟା ମଧ୍ୟ କ୍ୱେଶ୍ଚିନ୍ ଆସେ ଯେ ବାଉଁଶରାଣୀ ଯୋଉ ବିଷୟଟି କାହା ଉପରେ ଆଧାରିତ? ନାରୀର ମନସ୍ତତ୍ଵ ମୂଳକ ଏକ ଗଳ୍ପ। ନାରୀ ମନସ୍ତତ୍ଵ ମୂଳକ ଏକ ଗଳ୍ପ। ଏଇଟା ଗୋଟେ କ୍ୱେଶ୍ଚିନ୍ ସର୍ଟ କ୍ୱେଶ୍ଚିନ୍ ଆସିବ। ବାଉଁଶରାଣୀ କେଉଁ ପ୍ରକାରର ଗଳ୍ପ? ଦେଖିବ ନାରୀ ମନସ୍ତତ୍ଵ ଆଧାରିତ ଗୋଟେ ଗଳ୍ପ। ତାହେଲେ ବିଷୟରେ କଣ ଅଛି ଆମେ ସିଧା ବିଷୟ ଯାଇକିନା ଦେଖିବା। ବିଷୟ ଦେଖ ବାଉଁଶରାଣୀ ମୁଁ ଜାଣୁଥିଲି ଯେ ଦିନକୁ ଦିନ ତାଙ୍କ ସହିତ ମନ ମିଳାଇବା ତ ଦୂରର କଥା ପାଦ ମିଳାଇ ମଧ୍ୟ ଚାଲିବା ମୋ ପକ୍ଷରେ ସମ୍ଭବପର ହେଉନାହିଁ। ଗୋଟେ ଲୋକଟେ ସ୍ତ୍ରୀ ଲୋକ ଜଣେ ତାଙ୍କର ପାରିବାରିକ ଘଟଣା ଗୁଡିକ ବିଶ୍ଳେଷଣ କରିବାକୁ ଯାଇକି ଲେଖିଛନ୍ତି। ଏଇଠି ଲେଖକ ନିଜକୁ ସେଇ ସ୍ଥାନରେ ରଖିଛନ୍ତି ଯୋଉ ପରିବାରର ସଦସ୍ୟଟି ବା ଯୋଉ ନାରୀଟି ସେ ନିଜର କଷ୍ଟ ଭରା ବେଦନା ଭରା ଜୀବନକୁ ଲେଖୁଛି ସେଇଠି ନେଇକି ଲେଖକ ରଖିକି ଲେଖୁଛନ୍ତି ଯେ ମୁଁ ଜାଣୁଥିଲି କିଏ କହୁছে ସେଇ ଯୋଉ ଲୋକଟି ସେ ସ୍ତ୍ରୀ ଲୋକଟି ପଢିବ ଆଗକୁ ତାଙ୍କର ନାଁ ମୁଁ ଜାଣୁଥିଲି ଯେ ଦିନକୁ ଦିନ ତାଙ୍କ ସହିତ ମନ ମିଳାଇବା ଦୂରର କଥା ତାଙ୍କ ସହିତ ଅର୍ଥାତ ସିଏ ସେଠି ତାର ସ୍ୱାମୀକୁ ଇଙ୍ଗିତ କରିକି କହୁଛନ୍ତି ଯେ ତାଙ୍କ ସ୍ୱାମୀ ସହିତ ସେ ଦିନକୁ ଦିନ ଚଳିବା ଅସୁବିଧା ହଉଛି। ତାଙ୍କ ମନାନ୍ତର ବାରମ୍ବାର ମତାନ୍ତର ବା ମନାନ୍ତର ହଉଛି ପରସ୍ପରଙ୍କ ସହିତ କୋଉଠି ନା କୋଉଠି ଝଗଡା ହେଇଯାଉଛି ବେଳେ ବେଳେ ତ ବେଳେ ବେଳେ ପୁଣି ଅଭିମାନ ହେଇଯାଉଛି। ତେବେ ପାଦ ମିଳାଇ ମଧ୍ୟ ଚାଲିବା ମୋ ପକ୍ଷରେ ଆଉ ସମ୍ଭବ ହେଉନାହିଁ। ତା ସ୍ୱାମୀ ସାଙ୍ଗରେ ସ୍ତ୍ରୀଟିର ଆଉ ପାଦ ମିଳାଇ ଚାଲିବା ମଧ୍ୟ ସମ୍ଭବ ହେଉନାହିଁ। କିଛି ଦିନ ବେଶ ଅଭିନୟ କରିଲା ପରେ ମୋର ଏକ ବିଶିଷ୍ଟ ଧରଣର କ୍ଳାନ୍ତି ଆସିଯିବା ସ୍ୱାଭାବିକ। ଏଠି ଯୋଉ ବାଉଁଶରାଣୀର କଥା କୁହାଯାଉଛି ଯେତେବେଳେ କି ଲେଖକ ଏଇ ଯୋଉ ଗପଟିକୁ ବାଉଁଶରାଣୀ ବୋଲି କାହିଁକି କହିଛନ୍ତି ନା ବାଉଁଶରାଣୀ ଖେଳ ଦେଖିଛ ନା ବାଉଁଶରାଣୀ ଖେଳ ଉଚ୍ଚା ଉଚ୍ଚା ସବୁ ବାଉଁଶ ବନ୍ଧା ହେଇଥିବ ତା ଉପରେ ସବୁ ଝିଅ ମାନେ ଛୋଟ ଛୋଟ ଝିଅ ମାନେ ତାର ପାଦ ରଖିକି ବାଲାନ୍ସ ରେ ନାଚୁଥିବେ। ସେମାନେ କଣ ପାଇଁ ନାଚନ୍ତି? ଯେ ଗୋଟେ ପ୍ରକାରର ଅଭିନୟ କରନ୍ତି କାହିଁକି ନା ତାଙ୍କୁ କଣ କଷ୍ଟ ହୁଏନି ତାଙ୍କ ଲାଇଫ ଟା ପୁରା ବହୁତ କଷ୍ଟ କାହିଁକି ନା ଥରେ ଯଦି ଏତେ ଉଚ୍ଚାରୁ ପଡିଯିବେ ତାହେଲେ ତାଙ୍କ ଜୀବନ ରହିବନି। ତଥାପି ପଇସା ପାଇଁ ସେମାନେ ମଧ୍ୟ ହସି ହସିକା ମନ ଭିତରେ ଯେତେ ଭୟ ଥିଲେ ବି ହସିକିନା ଅଭିନୟ କରନ୍ତି ଯେମିତି ଲୋକମାନେ ତାଙ୍କର ଖେଳ ଦେଖିକିନା ତାଳି ମାରିବେ କିନ୍ତୁ ଭିତରେ କେତେ ଭୟ ଅଛି ତାଙ୍କ ମନ ଭିତରେ। କିଛି ବି ଘଟି ଯାଇପାରେ ନା କୋଉ ମୁହୂର୍ତ୍ତରେ କିଛି ବି ଘଟି ଯାଇପାରେ ପଳେଇ ଯାଇପାରନ୍ତି କିଛି ଗୋଡ ହାତ ଇମ୍ବାଲାନ୍ସ ହେଇକି ଖସି ଯାଇପାରେ। ତେଣୁ ଏଠି ଯୋଉ କହିବା କଥା ଏଇ ଯୋଉ ଗପଟିର ନାଁ ବାଉଁଶରାଣୀ କାହିଁ ରଖୁଛନ୍ତି ନା ଏଇ ଯୋଉ ନାରୀଟି ସିଏ ମଧ୍ୟ ଅଭିନୟ ତାକୁ ବି ଏଇ ସଂସାର ଭିତରେ ବାଉଁଶରାଣୀ ଭଳି ତାକୁ ଅଭିନୟ କରିବା ପାଇଁ ପଡିଛି। ତାକୁ ମଧ୍ୟ ସେଠି ଭଲ ଲାଗିନି ଆଉ ସିଏ ଅଭିନୟ କରିଚାଲିଛି ଖୁସି ହେବାର ସ୍ୱାମୀ ସହିତ ମିଶିକି ସଂସାରକୁ ଆଗେଇକି ନବାର। ତେଣୁ ସେଇ କଥା ସେ କହୁଛନ୍ତି କିଛି ଦିନ ବେଶ ଅଭିନୟ କରିବା ପରେ ମୋର ଏକ ବିଶିଷ୍ଟ ଧରଣର କ୍ଳାନ୍ତି ଆସିଯିବ ସ୍ୱାଭାବିକ। ଏବେ ମୁଁ ଥକି ଗଲିଣି ମୁଁ ଆଉ ଅଭିନୟ କରିପାରୁନି। ଯେତିକି ଦିନ ଯାଏ ଅଭିନୟ ମିଛ ଅଭିନୟ କରିକି ଖୁସି ରହିବାର ଅଭିନୟ ଅନ୍ୟକୁ ଖୁସି ରଖିବାର ଅଭିନୟ କରି କରି ଆଜି ମୁଁ କ୍ଳାନ୍ତ ଅନୁଭବ କରୁଛି। ଏହାପରେ ଘଟଣା ତ ନିଜ ବାଟରେ ଯିବାର କଥା ଯାଇଛି ମଧ୍ୟ। ଆଉ ତାପରେ କହୁଛନ୍ତି ସେ ଯୋଉ ଝିଅଟି କହୁଛି ବା ସେ ସ୍ତ୍ରୀ ଲୋକଟି ଯେତେବେଳେ ଗୋଟେ ମଣିଷ ଗୋଟେ ରିଲେସନସିପ କୁ ନେଇକିନା ଥକି ପଡେ ଆଡଜଷ୍ଟ କରି କରି ଥକିଯାଏ ଆଉ ସେତେବେଳେ ଯୋଉ ତାର ପରିବର୍ତ୍ତନ ଟା ଆସେ ସେଇ ପରିବର୍ତ୍ତନ ଗୁଡାକୁ ଏଠି ଲେଖା କରିଛନ୍ତି। ମୁଁ ସ୍ରୋତରେ ସାମିଲ ହେଇ ଭାସିଯିବା କଥା ଭାସିଛି ମଧ୍ୟ। ଅର୍ଥାତ କୋଉ ସ୍ରୋତ ଏଠି ତ ପାଣିର ପ୍ରଶ୍ନ ଉଠୁନି। ସ୍ରୋତ ଅର୍ଥାତ ତାଙ୍କର ଯୋଉ ଜୀବନ ନଦୀର ସ୍ରୋତରେ ସେ ଭାସିଛି ଅର୍ଥାତ ଜୀବନ ଯାହା ବି ଅସୁବିଧା ସୁବିଧା ଆସୁ ସବୁଥିରେ ସେ ପାଦ ମିଳେଇକି ଆଗକୁ ଯାଇଛି। ତେଣୁ କରିକି ସେଇ କଥାକୁ ସେ କହୁଛି ମୁଁ ସ୍ରୋତରେ ସାମିଲ ହେଇ ଭାସିଯିବା କଥା ଭାସିଛି ମଧ୍ୟ କିନ୍ତୁ କେଜାଣି କାହିଁକି ମନେ ହୁଏ ଅତଡା ସୁଅରେ ଭାସି ନ ଯାଇ ଯେପରି କେଉଁ ଅଜଣା ତଟରେ ଛିଡା ହୋଇ ଅସ୍ଥିର ଜଳରାଶିରେ ମୁଁ ଖୋଜୁଛି ନିଜର ପ୍ରତିବିମ୍ବ କାହିଁ ମୁଁ କୋଉଠି। ତେଣୁ ମନେ ପକଉଛି ଯେମିତି ନଦୀ ପାଣିରେ ଜଣେ ଭାସି ଗଲେ ସେ ନିଜର ପ୍ରତିବିମ୍ବ ଖୋଜୁଥାଏ ଠିକ ସେମିତି ସିଏ ମଧ୍ୟ ଅତଡା ସୁଅରେ ଅର୍ଥାତ ଜୀବନ ରୂପକ ନଦୀରେ ଯୋଉ ଭାସି ଯାଉଛି ବା ଅସୁବିଧାର ସାମ୍ନା କରୁଛି ସେଠି କୋଉଠି ନା କୋଉଠି ସେ ଗୋଟେ ଅଜଣା ତଟରେ ଠିଆ ହେଇକି ଯେମିତି ଲୋକଟିଏ ଗୋଟେ ନଈରେ ବୁଡି ଯାଉଛି ଆଉ ବୁଡି ଯାଇକି ଗୋଟେ ଅଜଣା କୂଳରେ ଠିଆ ହେଇଛି ତଟଦେଶରେ ଠିଆ ହେଇକି ନିଜର ପ୍ରତିବିମ୍ବ ଦେଖୁଛି ତାର ମାନସିକ ସ୍ଥିତିର ପରିବର୍ତ୍ତନ କିଭଳି ସେତେବେଳେ ହେଇଥାଏ। କିଭଳି ଗୋଟେ ନୂଆ ଜାଗାରେ ସେ ନିଜକୁ ମାନେ ଏତେ ଅସୁବିଧାରେ ପଡିକି
सुअरे भासी भासी जाइए गोटे जगार ठिया से निजक जो रूप में देखे ठीक सेमिति एठी से नारी जनक निज परिवार जो सुह भितर जीवन जंजाल भितर निजक से भली किछि देखुची आ पचारुची निजक निजे प्रश्न करूची जे मु कोठी अछि मु काई गेट खोलिवार शब्द तापरे एई सब तार भावना गुड़िक बसिकिना भाबुची एते सारा कथा भाबिला भितरे सेतिक बेले गेट खोलिवार शब्द सुना जायछि गेट खोलिवार शब्द सुनी मु चमकी पड़िली प्रति राति रे एई निर्धारित मुहूर्त रे मु मोर सत चेष्टा सत्ते विचलित होई पड़े अथच एई मुहूर्त कोनोसी निर्दिष्ट घंटा घंटा को अपेक्षा करि न था तबे खाली आजिरो गेट खोलिबा कथा नुह मु प्रत्येक दिन से नारी जनक कहउचंती स्त्री लोक जनक कहउचंती जे আজি गेट शब्द सुनी चमकी पड़िली मु ता नुहे प्रति राति रे गोटे निर्धारित समय गोटे पर्टिकुलर टाइम जो टाइम रे कि सबुदिन तारकर मिस्टर जे बाहरु आसंती घर को से 11टा हो 12टा हो बा 10टा हो गोटे निर्धारित समय से गोटे समय रे प्रतिदिन सेमती किछि घटना घटी चले तो प्रतिदिन एई निर्धारित मुहूर्त रे मु मोर सत चेष्टा सत्य मु सबुथर भाबे ए लोकटा सही भले से सया ही करिवो ता प्रकृति सया तने मु निजको बुझाया को चेष्टा करे किंतु तथापि सत चेष्टा करे निजको बुझाया को तथापि मु से समय रे निजको आ बुझेई पारेनी विचलित होई पड़े अथच एई मुहूर्त कोनोसी निर्दिष्ट घंटा घंटा को अपेक्षा करि न थाए किंतु एई मुहूर्तटी केबे तार कोनोसी घंटा घंटा को अथच एई मुहूर्त मुहूर्त रे मु मोर सत चेष्टा सत्ते विचलित होई पड़े अथच एई मुहूर्त कोनोसी निर्दिष्ट घंटा घंटा को अपेक्षा करि न थाए केबे से तार घंटा घंटा को अपेक्षा करि न थाए से सेमति अविरत भाबरे सेई कार्य चाली थाए ताहा वर्तमान एवं जे कोनोसी समय रे उपस्थित होई थाए आ एबे जोटा गोटे निर्दिष्ट समय रे होउथिला घटी चालुथिला वर्तमान समय रे जे कोनोसी मुहूर्त रे भी से घटना घटुची एमती को घटना घटुची जोटा कि ए नारी जन को जो स्त्री लोकटी को अत्यंत विचलित कर दउची तो जो घटनाटी आगरु गोटे निर्दिष्ट समय रे घटी घटी आसुथिला ताकू मध्ये देखि कि से नारी जन को विचलित हो जाउथिले एवं वर्तमान समय रे सेई घटनाटी आउ कोनोसी निर्दिष्ट समय रे न हेकी को भी समय रे दिन राति रो को भी समय रे घटनाटी घटुची जोथिरे मध्ये नारी जनक विचलित हो आछन मु सिलाई करूथली कि मैगजीन पढुथिले किबा रेडियो सुनुथिले ताहा बंद रखी निजको किछिटा सजाडी नेबार चेष्टा करे तापरे मन पकोजन जो मुसई मुहूर्तटी जेतेबेले आसे से घटनाटी जेतेबेले घटे सेतेबेले मु जदी सिलाई करूथाय किछि किबा केतेबेले मैगजीन पढुथाय किबा किछि समय पाई कि रेडियो सुनुथाय ताले मध्ये से काम को मु बंद करि जे बंद रखी निजको किछिटा सजाडी नेबार चेष्टा करे मु सजाडी हे जाए जो काम करूते से काम रो उठी पड़े आउ रेडी थाए कि घटना कोन घटिबो बा जो जे घर को आसीले तांकर अभ्यर्थना हो बा किछि भी कारण पई मु निजको सजाडी दे सत्य की तांको अपेक्षा करी करी मु विरक्त होइछि तो पुणी एठी तांकर स्त्री स्वामीर कथा को कहजंती तांको सत्य की मु तांको अपेक्षा करिया को चाहुनी आ तांको अपेक्षा करी करी विरक्त होइछि अभिमान करिछि कि विषर्ण होई पड़िछि एपरि एक चिंता मो मुहरे खेलाई देबा को चेष्टा करे अथच किए जेमिति मते सेतिकी बेले कहूताए केते दिन एमिति चालिबो तो मु बेले बेले अभिमान करिया को चेष्टा करे से लोक ऊपर किंतु मते किए ना किए मो मन भितरु कहि चले एईटा केते दिन आउ चालिबो किंतु से आसे सामने रे छिड़ा होई गलानी छिड़ा होई गला क्षणी मने हुए नाही नाही सब ठीक अछि तापरे जेहेतु लोकटी कहूचे जे मु अभिनय करूचे ए पर्यंत संसार रे जो बंचिबार अन्य को बंचैबार निजे ठीक रे रही परिवार को चलेबा कना परिवार से एकुटिया नाही ना पूरा परिवार भरा परिवार टी तार छोटिया डिसिजन रे सब परिवार बिखरी जीवो तेणु करी कि ना से सब बेले चेष्टित थाए जे जेमिति किछि हेइनी सब ठीक अछि से भली भाव देखेबा पई किंतु मन भीतर मन को त बुझी हेबनी ना कोठी ताको से कष्टटी अनुभव हुए आ जेते बेले ता स्वामी जनक आसी तांको सामने रे ठिया हे जानती से क्षणिक भितरे तांको लागे से सब ठीक अछि बोले सेई हस सेई कथा सेई भंगी किछि तो भूल नहीं खाली निजर भूल तबे मने पकाए स्वामी तो सेई तार तो सेई हस सेई कथा कहिबार शैली सेई ठिया हबार भंगी सब तो जहा थिला सेई आछि हुए तो मु निजर भूल मु हुए तो ताको बुझी पारुनी एभले किछि मन को आसी जाय से दिन पिकनिक रे सरला कहूथिला किछि दिन घर कला परे स्वामी माने सेमिति अबागिया हे जानती मझिरे मझिरे पुणी मने पकोउची एटा गोटे क्वेश्चन आसे से दिन पिकनिक रे किए कहिथिला जे किछि दिन घर कला पले स्वामी माने सेमिति अबागिया होई जानती मझिरे मझिरे बोली सरला नाटा मने रखिबा एटा शॉर्ट क्वेश्चन आसे तबे पुणी कहउचंती दिन पिकनिक केबे जाईचंती से माने सी एवं तांकर परिवार वर्ग बा तांकर जो रिलेटिव माने
ତେଣୁ କହୁଛନ୍ତି କି ସେଦିନ ଯୋଉ ପିକନିକ ଟା ଯାଇଥିଲେ ସେଠି, ସରଳା ସେତେବେଳେ କହୁଥିଲା ଯେ କିଛି ଦିନ ଯେତେବେଳେ ବାହାଘର ସରିଯାଏ, କିଛି ଦିନ ଘର କଲା ପରେ ସ୍ୱାମୀ ମାନେ ସେମିତି ପୁଣି ଅବାଗିଆ ହେଇଯାନ୍ତି, ଅର୍ଥାତ ଭୁଲ ରାସ୍ତାକୁ ଯାଆନ୍ତି, ମନ ହେଲେ ଘରକୁ ଫେରନ୍ତି, ମନ ହେଲେ ନାହିଁ, ଆଉ ଘରର ଲୋକମାନଙ୍କର ପରିସ୍ଥିତି ପରିବେଶକୁ ବୁଝିବାକୁ ଚେଷ୍ଟା କରନ୍ତିନି, ମଝିରେ ମଝିରେ ଏଇଟା ହେଇଯାଏ। ହେଲେ ଘର ଛାଡି ସ୍ତ୍ରୀ ପିଲା ପରିତ୍ୟାଗ କରି ଖୁବ କ୍ୱଚିତ ସ୍ୱାମୀ ଚାଲି ଯାଇଥାନ୍ତି, କିନ୍ତୁ କିଛି କମ ସ୍ୱାମୀ ଥାନ୍ତି ଯୋଉମାନେ କି ଏଇଭଳି ପରିସ୍ଥିତିରେ ଘର ଦ୍ୱାର ଛାଡିକି ପିଲା ଛୁଆଙ୍କୁ ଛାଡିକି ଚାଲି ଯାଇଥାନ୍ତି। ସ୍ତ୍ରୀ ଯଦି ବୁଦ୍ଧିମତୀ ହୁଏ, ଅଙ୍କୁଶ ଠିକ ଆଣ୍ଟି ଧରିଥାଏ, ତେବେ ସେଥିରୁ ମୁକୁଳିବା ଏତେ ସହଜ ନୁହେଁ। ତେବେ ସେଇ ଯୋଉ ସରଳା ମଧ୍ୟ ଯୋଉ କଥା ଗୁଡିକ କହିଥିଲା ଏଇ ଝିଅ ସ୍ତ୍ରୀ ଲୋକଟିକୁ, ନା ସ୍ତ୍ରୀ ଯଦି ବୁଦ୍ଧିମତୀ ଟେ ହେଇଥିବ ତାହେଲେ ଅଙ୍କୁଶ ଠିକ ଆଣ୍ଟି ଧରିଥାଏ, ତେବେ ସେଥିରୁ ମୁକୁଳିବା ଏତେ ସହଜ। ସ୍ୱାମୀର ଅଙ୍କୁଶକୁ ଏମିତି ଧରିଥାଏ, ଲଗାମ ଦେଇକି ରଖିଥାଏ ତାକୁ, ସେ ସେଇଠୁ ଘର ଛାଡି ସ୍ତ୍ରୀ ପିଲା ଛୁଆକୁ ଛାଡି ଚାଲି ଯାଇ ପାରି ନଥାଏ। ସବୁ ନିର୍ଭର କରେ ସ୍ତ୍ରୀର ଚତୁରପଣ ଉପରେ। ସେଦିନ ସରଳା ଏଇ କଥାଟି କହିଥିଲା ଏଇ ସ୍ତ୍ରୀ ଲୋକଟିକୁ, ଯେ ସବୁଠି ଗୋଟେ ସ୍ତ୍ରୀର ସ୍ତ୍ରୀର ଚତୁରପଣ ଉପରେ ସବୁ ନିର୍ଭର କରେ। ଯଦି ସ୍ତ୍ରୀଟି ଚାଲାକ ଚତୁର ହେଇଥାଏ ତାହେଲେ ସେ ତାର ସ୍ୱାମୀକୁ କାବୁ କରି ରଖିପାରେ ବା ଘର ପରିଚାଳନା ଠିକ ଭାବରେ କରିପାରେ, ନହେଲେ ସ୍ୱାମୀ ମାନେ ଚାଲି ଯାଆନ୍ତି ଘର ଛାଡି ନିଜ ସ୍ତ୍ରୀ ପିଲା ଛୁଆକୁ ଛାଡି। ଏଇ ଯୋଉ କେବେ ଗୋଟେ ପିକନିକ ଯାଇଛନ୍ତି ଆଉ ତାଙ୍କ ଭିତରେ ଏଇ ଯୋଉ କଥାବାର୍ତ୍ତା ଗୁଡିକ ହେଇଛି, ସେ କଥା ଗୁଡିକ ମନେ ଅଛି ସ୍ତ୍ରୀ ଲୋକଟିର। ଦର୍ପଣରେ ମୁହଁ ଦେଖି କୋଉ ବିବାହିତା ନାରୀ ନ ଜାଣେ ଯେ ସନ୍ତାନ ଜନ୍ମ କଲା ପରେ ପୁରୁଷ ଠାରୁ ବୟସରେ ଅନେକ କମ ହେଲେ ବି ତାକୁ ବୟସକୁ ଧରି ରଖିବାକୁ ଅଣନିଶ୍ୱାସ ହୋଇ ଦୌଡିବାକୁ ପଡେ ବୋଲି। ତେଣୁ ଯେତେବେଳେ ସେ ଦର୍ପଣରେ ମୁହଁ ଦେଖିଥାଉଛି, ମିରର ଦେଖୁଥାଉଛି, ମୁହଁ ଦେଖି କୋଉ ବିବାହିତା ନାରୀ ନ ଜାଣେ ଯେ ସନ୍ତାନ ଜନ୍ମ କଲା ପରେ ପୁରୁଷ ଠାରୁ ବୟସରେ କମ ହେଲେ ମଧ୍ୟ ସ୍ତ୍ରୀ ଲୋକଟେ ଯେତେବେଳେ ସନ୍ତାନଟି ଜନ୍ମ ଦେଇ ସାରେ, ତାପରେ ଯୋଉ ତାର ମାନେ ବୟସ୍କ ସେ ଦେଖାଯାଏ, ଏଇ କଥାକୁ ସେ କହୁଛନ୍ତି ଯେ ଗୋଟେ ପୁରୁଷ ଠାରୁ ଅନେକ ବୟସରେ ଅନେକ ସାନ ହେଇଥିଲେ ମଧ୍ୟ ସେ କଣ କରେ, ସେ ଯୋଉ ପୁରୁଷଠୁ ଅଧିକ ଜଲ୍ଦି ବୁଢୀ ହେଇଯାନ୍ତି, ଅର୍ଥାତ ଝିଅ ମାନେ ଜଲ୍ଦି ବୁଢୀ ହେଇଯାନ୍ତି, କମ ବୟସ ହେଲେ ବି ଜଲ୍ଦି ବୁଢୀ ହେଇଯାନ୍ତି, ପୁଅ ମାନେ ଡେରିରେ ବୁଢୀ ହୁଅନ୍ତି, ଏଇ କଥା ସେ କହୁଛନ୍ତି। ଯେତେବେଳେ ବି ମୁଁ ଗୋଟେ ବିବାହିତ ନାରୀଟେ ଦର୍ପଣରେ ସେ ତାର ମୁହଁ ଦେଖେ, ଆଉ କେତେବେଳେ ଯେତେବେଳେ ସେ ସନ୍ତାନ ଜନ୍ମ କରିସାରେ, ପରେ ସେ ପୁରୁଷ ଠାରୁ ବୟସରେ ବହୁତ କମ ହେଇଥିଲେ ମଧ୍ୟ, ଅନେକ କମ ହେଇଥିଲେ ମଧ୍ୟ ସେ ତାର ବୟସଟାକୁ ଧରି ରଖିବା ପାଇଁ କି ନା ତାକୁ ବହୁତ ପ୍ରଚେଷ୍ଟା କରିବାକୁ ପଡିଥାଏ। ଝିଅ ମାନେ ଛୁଆ ହେଲା ପରେ ସାଧାରଣତଃ କଣ ହରମୋନାଲ ଇମ୍ବାଲାନ୍ସ ହୁଏ, ଗୋଟେ ଝିଅଟା ମୋଟା ହେଇଯିବ, କାର ସ୍କିନ୍ ଧୀରେ ଧୀରେ ଡଲନେସ୍ ଆସିଯିବ, ଏଇଭଳିଆ ବିଭିନ୍ନ ପ୍ରକାର ସମସ୍ୟା ଦେଇକି ସେମାନେ ଗତି କରିଥାନ୍ତି। ତ ତାପରେ ତ ତାଙ୍କ ବୟସ ତୁଳନାରେ ତାଙ୍କୁ ଆଉ ଟିକେ ଅଧିକ ବୟସ୍କ ଦେଖାଯାଆନ୍ତି। ଯଦି ଜଣେ 30 ବର୍ଷ ହେଇଥିବ 35 ବର୍ଷ ଲାଗୁଥିବ, କି ଯଦି ଜଣେ 25 ବର୍ଷର ହେଇଥିବ 30 ବର୍ଷର ଲାଗୁଥିବ, କାହିଁକି ନା ସେଟା ଗୋଟେ କଣ ଆମର ହରମୋନାଲ ଇମ୍ବାଲାନ୍ସ ହେଲା, ସ୍କିନ୍ ରେ ଜୋରିଆ ଆସିଯିବା କି ମୋଟାପଣ ଆସିଯିବା, କିଛି ବି ଯୋଉଟା କି ପୁଅ ମାନଙ୍କ କ୍ଷେତ୍ରରେ ଦେଖାଯାଏନି। ତ ସେଇ କଥାକୁ କହିଛନ୍ତି ଏଇଠି ଲେଖକ, ଯେହେତୁ ଲେଖକ ଜଣେ ନାରୀ, ତେଣୁ ସେ ନାରୀର ମନସ୍ତତ୍ୱ ଭାବନାକୁ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ ତାକୁ ପୁଣି ଫେରେଇ ଆଣିବାକୁ ତାର ଯୋଉ ନିଜର ବୟସକୁ ବା ନିଜର ସେ ଯୋଉ ଚେହେରାକୁ ତାକୁ ମଧ୍ୟ ବହୁତ କଷ୍ଟ କରିବାକୁ ପଡିଥାଏ, ଧରିବାକୁ ଅଣନିଶ୍ୱାସୀ ହେଇ ଦୌଡିବାକୁ ପଡିଥାଏ। ଅର୍ଥାତ କିଏ ଏକ୍ସରସାଇଜ କରେ, କିଏ ପ୍ରପର ଡାଏଟ କରେ, କେତେ ପ୍ରକାର କଲେ ଯାଇକି ପୁଣି ତମକୁ ଫେରି ଆସିବାକୁ। ହଠାତ୍ ଜଣେ ପିଲା ଜନ୍ମ ପରେ ହଠାତ୍ ମୋଟା ହେଇଯାଇଥିବ, ଯଦି ଜଣେ 50 କେଜିର ଝିଅ ଥିବ, ସିଏ ହଠାତ୍ କିନା 60-70 କେଜି ହେଇଯିବ, ତାପରେ ତାକୁ ଫେରିକି ତାର ଯୋଉ ମାନେ ପୂର୍ବ ଚେହେରାକୁ ଫେରି ଆଣିବାକୁ କଣ କରିବାକୁ ପଡିବ? ଖାଲି ତ ବସିକି ରହିଲେ ହବନି ନା, ଜଣେ ମୋଟା ଲୋକ ବସିକି ପତଳା ହେଇପାରିବ? ପତଳା ହେଇପାରିବନି। ତାପରେ ଘରର ଏତେ ସାରା ପରିଶ୍ରମ, ତ ସେଟା ତାକୁ ଏକ୍ସରସାଇଜ କରିବାକୁ ପଡେ, ତାକୁ ଏଇଟା ଖାଇବାକୁ ଇଚ୍ଛା ହେଲେ ବି ମାନେ ଗୋଟେ ଯୋଉଥିରେ ଫାଟ ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ବି ଖାଇବନି। ତ ସେଇଭଳି ଯୋଉ ଘଟଣା ହୁଏ, ଏଇଟା ଗୋଟେ ପ୍ରକାର ଅଣନିଶ୍ୱାସୀ ହେଇକି ଦୌଡିବା ସାଙ୍ଗେ ସମାନ। 5ଟି ସନ୍ତାନର ଜନନୀ ହେଲା ପରେ ସେ ଦୌଡା ଦୌଡିରୁ ମୁଁ ନିଜକୁ ଯେତେ ଅବ୍ୟାହତ ନେବି ବୋଲି ଭାବିଛି ତାହା ସମ୍ଭବ ହେଇନାହିଁ। ଏବେ ଯୋଉ ସ୍ତ୍ରୀ ଲୋକଟି କଥା ହଉଛି, ତାର ଅଲରେଡି 5ଟି ଛୁଆ। ସେ ବୋଧେ 50 ମସିହାର ଲୋକ ସାୟଦ ହେଇଥିବ, ନହେଲେ ଏଇ ସମୟରେ ତ 5ଟି ଛୁଆ ହେବା ପସିବଲ ନୁହେଁ। ତ ତେବେ ସେ ପୁଣି କହୁଛନ୍ତି 5ଟି ସନ୍ତାନର ଜନନୀ ହେଲା ପରେ ସେ ଯୋଉ ଦୌଡା ଦୌଡି ଭାଗା ଦୌଡା, ବାରମ୍ବାର ଶରୀରର ପରିବର୍ତ୍ତନ, ବାରମ୍ବାର ପୁଣି ତାକୁ ଫେରିକି ଆସିବା, ସେ ଯୋଉ ଖାଇବା ପିଇବାର ଡାଏଟ ମେଣ୍ଟେନ କରିବା, ଦୌଡିବା, ଏକ୍ସରସାଇଜ କରିବା, ଏଇ ଯୋଉ ଭାଗା ଦୌଡା ଭିତରୁ ସେ ନିଜକୁ ଟିକେ ବିରତି ଦବାକୁ ଚାହୁଁଥିଲା। ସେ ଆଉ ଦୌଡ ନିଜକୁ ଯେତେ ଅବ୍ୟାହତ ନେବି ବୋଲି ଭାବେ ତାହା ସମ୍ଭବ ହୁଏ ନାହିଁ। ସେ ସେଥିରୁ ଟିକେ ମାନେ ବିରତି ନେବାକୁ ଚାହିଁଲେ ମଧ୍ୟ ତାହା ସମ୍ଭବ ହୁଏ ନାହିଁ। ମାତ୍ର ପରିଣାମ ଯାହା ସ୍ୱାଭାବିକ ତାହା ହିଁ ଘଟିଛି, କିନ୍ତୁ ପରିଣାମ ସେମିତି କିଛି
ଭଲ କିଛି ଆଉ ଆଗକୁ ଦେଖା ଯାଏନି। ସମସ୍ତ ଅଭାବ ମୁଁ ତାଙ୍କର ପୂରଣ କରିପାରିବି ନାହିଁ କିମ୍ବା ଯେଉଁମାନେ ତାହା ପୂରଣ କରିବେ ସେମାନଙ୍କୁ ମଧ୍ୟ ବଧେଇ ଯୋଗେଇ କି ସ୍ୱୀକାର କରିପାରିବି ନାହିଁ। ଅର୍ଥାତ୍ ଏଇଠି କହୁଛନ୍ତି ସେ ଯୋଉ ଯେହେତୁ ମୋର ବୟସ ହେଇଯାଇଛି ତ ସ୍ୱାମୀର ସଂସାରର ସବୁ ପ୍ରକାର ଅଭାବକୁ ତ ମୁଁ ପୂରଣ କରିପାରିବିନି, କିନ୍ତୁ ତାର ଅର୍ଥ ନୁହେଁ ଯେ ସେଇ ଅଭାବକୁ ଆଉ କିଏ ପୂରଣ କରିବ ତାକୁ ମଧ୍ୟ ମୁଁ ପ୍ରଶ୍ରୟ ଦେଇପାରିବି ନାହିଁ, ସ୍ୱୀକାର କରିପାରିବି ନାହିଁ। ମୁଁ ଆଉ ଭାବି ପାରିଲିନି ଖଟ ଖଟ ଜୋତା ଶବ୍ଦ ଆଗେଇ ଆସୁଛି। ତାପରେ ସେତିକି କଥା ଭିତରେ ତାଙ୍କର ଭାବନାର ଅନ୍ତ ହେଇଛି। ଠିକ ସେଇ ସମୟରେ ଖଟଖଟ ହେଇକି ଜୋତାର ଶବ୍ଦ ଶୁଭିଲା। ତାର ଯୋଉ ମେଲ ଲୋକଟି ତାର ପାର୍ଟନରଟି ମାନେ ଜୋତା ପିନ୍ଧିକିନା ଆସିଗଲେ। ସେ ଫେରିଲେଣି ମାତ୍ର ଆଜି ପୁଣି କଣ ସାଙ୍ଗରେ ଜଣେ ମହିଳା ବି ଅଛନ୍ତି। କେଡେ ବାଜେ ଲୋକଟା କି ତାପରେ କଣ ସେ ଫେରିଲେଣି ମାନେ ତାର ସ୍ୱାମୀ ଆସିଗଲେଣି ମାତ୍ର ତାଙ୍କ ସାଙ୍ଗରେ ଜଣେ ମହିଳା ବି ଅଛନ୍ତି। ପୁଣି ଯେପରି ଏକ ପ୍ରୋଗୈତିହାସିକ ବିଚାର ମୋ ଉପରେ ସବାର ହୋଇଗଲା। ପ୍ରୋଗୈତିହାସିକ ବିଚାର ମାନେ ଗୋଟେ ଜିନିଷକୁ କଣ ଗୋଟେ ମୁଁ ତୁମକୁ ଗୋଟେ ଅଫର ଦେବି, ମୋର ଇଚ୍ଛା ନାହିଁ ତୁମକୁ ସାଙ୍ଗରେ ନେଇକି ଯିବା ପାଇଁ, କିନ୍ତୁ ମୁଁ ଅଫର ଦେବି ଯେ ତୁମେ ମୋ ସାଙ୍ଗରେ ଗଲେ ହୁଅନ୍ତାନି। ହଁ ତୁମର ଏତେ କାମ ଅଛି ଯାଇପାରିବନି ମୁଁ ବୁଝିପାରୁଛି ଯେ, କିନ୍ତୁ ଗଲେ ହୁଅନ୍ତାନି। ଏ ଯୋଉ ଗୋଟେ ପଟେ କାମର ଦେଖେଇବ ଏତେ ସାରା କାମ ଅଛି ନବାକୁ ଚାହୁଁନ, କିନ୍ତୁ ସେଇଠି ଅନ୍ୟମାନଙ୍କ ସାମ୍ନାରେ ଦେଖେଇ ହେଇକିନା ଡାକିବା। এইଭଳି ବହୁତ ବାର ତା ସହିତ ହେଇଥାଏ। ମୁଁ ହସି ହସି ଚେୟାର ଉଠିଗଲି ଏବଂ ପରଦା ଆଡେଇ ଦେଇ କହିଲି, ଆରେ ଏତେ ଡେରି କରିଦେଲ। ଭଦ୍ର ମହିଳାଙ୍କୁ କଟାକ୍ଷପାତ କରି ମୋର ସ୍ୱାମୀ କହିଲେ, ମିଟ୍ ମାଇ ୱାଇଫ। ତାପରେ ସେତିକି ସମୟରେ ଯେତେବେଳେ ମୁଁ ପରଦା ଖୋଲିଥିଲି ସେ ସ୍ତ୍ରୀ ଲୋକଟି କହୁଛନ୍ତି, ତାଙ୍କ ନାଁ ଅଛି ମିସେସ୍ ଚୌଧୁରୀ। ହେଲା, ସେ ଯୋଉ ସ୍ତ୍ରୀ ଲୋକଟି ଏ ପର୍ଯ୍ୟନ୍ତ ଯିଏ ତାଙ୍କ ବିଷୟରେ ଏତେ କଥା କହୁଥିଲେ ତାଙ୍କ ନାଁ ହେଲା ମିସେସ୍ ଚୌଧୁରୀ। ଚୌଧୁରୀ ବାବୁଙ୍କର ସିଏ ହଉଛନ୍ତି ଧର୍ମପତ୍ନୀ, ତେଣୁ ଚୌଧୁରୀ ଅନୁସାରେ ମିସେସ୍ ଚୌଧୁରୀ ତାଙ୍କର ନାଁ। ତେଣୁ ମିସେସ୍ ଚୌଧୁରୀ କହୁଛନ୍ତି, ଯେତେବେଳେ ତାଙ୍କର ଦୁଆରର ପରଦା ହଟେଇ ଦେଇକି ଆଉ ପଚାରୁଛନ୍ତି ଏତେ ଡେରି ହେଇଗଲା ତମକୁ ଆସିବା ପାଇଁ। ଭଦ୍ର ମହିଳାକୁ ତାପରେ ସେ ସ୍ୱାମୀ ଜଣକ କଣ କରିଛନ୍ତି, ତାଙ୍କ ସାଙ୍ଗରେ ଆଣିଥିବା ଯୋଉ ଭଦ୍ର ମହିଳା ଜଣଙ୍କ ଆଡକୁ କଟାକ୍ଷପାତ କରି ତାଙ୍କ ଆଡକୁ ଚାହିଁକି ସ୍ୱାମୀ କହିଲେ, ମିଟ୍ ମାଇ ୱାଇଫ। ତାକୁ କହୁଛନ୍ତି ଯେ ମୋର ୱାଇଫ କୁ ଦେଖା କର ବା ଦେଖ, ଇଏ ହଉଛନ୍ତି ମାନେ ଇଣ୍ଟ୍ରୋଡ୍ୟୁସ କରଉଛି, ଇଏ ହଉଛି ମୋର ସ୍ତ୍ରୀ ବୋଲିକିନା। ଇଏ ହଉଛନ୍ତି ମିସ୍ ଲୁନା। ତାପରେ ଏପଟେ ଆଙ୍କୁ କହୁଛନ୍ତି ଇଏ ହଉଛନ୍ତି ମିସ୍ ଲୁନା। ଅର୍ଥାତ୍ ସ୍ତ୍ରୀଙ୍କ ନାଁ ତାଙ୍କର ଅଛି କଣ, ମିସେସ୍ ଚୌଧୁରୀ। ଆଉ ସେ ଯୋଉ ସାଙ୍ଗରେ ଯିଏ ଆଣିଛନ୍ତି ସେ ଯୋଉ ମିଷ୍ଟର ଚୌଧୁରୀ ଯାହାକୁ ସାଙ୍ଗରେ ଆଣିଛନ୍ତି ତାଙ୍କ ନାଁ ମିସ୍ ଲୁନା। ବାହାରକୁ ଆସିଛନ୍ତି ଏବେ ଟ୍ରାନ୍ସଫର ହେଇକିନା। ତାପରେ ତା ସ୍ତ୍ରୀ କୁ ବୁଝେଇ ଦଉଛି ଇଏ ହଉଛନ୍ତି ମିସ୍ ଲୁନା, ବାହାରୁ ଆସିଛନ୍ତି ଏବେ ଟ୍ରାନ୍ସଫର ହେଇକି ଏଇ ଆମ ଅଫିସକୁ ଆସିକି ଜଏନ ହେଇଛନ୍ତି। খুব ସୁନ୍ଦର ଭାଓଲିନ ବଜାନ୍ତି, ନାଚି ବି ପାରନ୍ତି, ପୁରା ମଲ୍ଟି ଟ୍ୟାଲେଣ୍ଟେଡ ଝିଅଟା। ତେଣୁ ବୁଢା ବାଇଆ ତାର ପଛରେ। ତେଣୁ କହୁଛି କଣ, ଏ ନୂଆ ନୂଆ ଆମର ସଂସ୍ଥାକୁ ଆସିଛନ୍ତି ବା ମୋର ଅଫିସରେ ଟ୍ରାନ୍ସଫର ହେଇକିନା ଆସିଛନ୍ତି, ଆଉ ବଢିଆ ଭାଓଲିନ ବଜାନ୍ତି। ମିସ୍ ଲୁନା ମାନେ ବାହା ହେଇନାହାନ୍ତି, ସେକେଣ୍ଡରେ ବଢିଆ ଭାଓଲିନ ବଜାଉଛନ୍ତି, ଥାର୍ଡରେ ଭଲ ଗୀତ ମଧ୍ୟ ନା କଣ ନାଚି ମଧ୍ୟ ପାରନ୍ତି, ଭଲ ନାଚି ମଧ୍ୟ ପାରନ୍ତି। ଏତେ ସ୍ତ୍ରୀ ଆଗରେ ଆଉ ଗୋଟେ ଝିଅର ଏତେ ପ୍ରକାରର ପ୍ରଶଂସା କରାହଉଛି। ତାପରେ ପୁଣି ଭଦ୍ର ମହିଳା, ତେବେ ଏଠିକାର କେହି ନୁହନ୍ତି। ତାପରେ ସ୍ତ୍ରୀଟି ମନେ ମନେ ଭାବୁଛନ୍ତି, ତା ମାନେ ଏଇ ଯୋଉ ଭଦ୍ର ମହିଳାଙ୍କ ବିଷୟରେ ଏତେ କଥା କୁହାଯାଉଛି ସେ ତାହେଲେ ଏଠିକାର ନୁହଁ, ଏଠିକାର ଲୋକ ନୁହନ୍ତି, କାରଣ ସେ ବାହାରୁ ଆସିଛନ୍ତି ନା। ତେବେ ସେ ସମ୍ପୂର୍ଣ୍ଣ ରୂପେ ବାହାରୁ ଆସିଛନ୍ତି। ହସି ଦେଇ ଲୁନା କହିଲେ, ଓ ମିସେସ୍ ଚୌଧୁରୀ। ତାପରେ ଲୁନା ଯୋଉ ମ୍ୟାଡାମ ଜଣକ ଆସିଥିଲେ ସେ ହସିକି କହୁଛନ୍ତି, ଓ ମିସେସ୍ ଚୌଧୁରୀ, ଆପଣଙ୍କ ପ୍ରଶଂସା ଶୁଣି ଶୁଣି ମୁଁ କ୍ଳାନ୍ତ ହୋଇଗଲିଣି। ତମ ସ୍ୱାମୀଙ୍କଠୁ ତମ ପ୍ରଶଂସା ଏତେ ଶୁଣିଛି ଯେ ମୁଁ ଶୁଣି ଶୁଣି ଥକି ଗଲିଣି। ଆଜି କେବଳ ଆପଣଙ୍କ କଥା ଶୁଣି ମୋର ସନ୍ଧ୍ୟାଟା ହିଁ ଯାଇଛି। ତେବେ ଆଜି ସନ୍ଧ୍ୟାଟା ପୁରା ମୋ ସହିତ, ତା ମାନେ ସେ ଗପିଛନ୍ତି ମୋ ସାଥିରେ ପୁରା ସନ୍ଧ୍ୟା ସାରା, ନାଇଁ କି? ଆଉ କଣ ତମର ପ୍ରଶଂସା ପୁରା ସନ୍ଧ୍ୟାଟା ସାରା ମାନେ ସେ ଝିଅଟା ଜଣଉଛି ଯେ ତୋର ସ୍ୱାମୀ ମୋ ସାଙ୍ଗରେ ଯେ ସନ୍ଧ୍ୟା ବେଳ ସାରା ଗପିଛି। କଣ ନା ତମର ବିଷୟରେ ପ୍ରଶଂସା କରିକିନା ମୋର ପୁରା ସନ୍ଧ୍ୟାଟି ବିତି ଯାଇଛି। ସେତିକିରେ କଣ ମୁକ୍ତି ଅଛି? ମି ଚୌଧୁରୀ କହିଲେ, ଏଇଠି ହେଲା ମିଷ୍ଟର ଚୌଧୁରୀ କହିଲେ, ସେତିକିରେ କଣ ମୁକ୍ତି ଅଛି? ମିଷ୍ଟର ଚୌଧୁରୀ କହିଲେ, ନାଇଁ ଆଜି ରାତିରେ ଆପଣଙ୍କୁ ଦେଖା କରିବାକୁ ହେବ ହିଁ ହେବ। ତାପରେ କହୁଛନ୍ତି, ନାଇଁ ଆଜି ଚାଲ ମୋ ସ୍ତ୍ରୀ ସହିତ ତମକୁ ଦେଖା କରେଇଦେବି, ତାଙ୍କ ବିଷୟରେ ଏତେ କଥା କହିଲିଣି, ଚାଲ ତାଙ୍କୁ ତମ ସହିତ ଦେଖା କରେଇଦେବି। କାଲି ଆମେ ସବୁ ଶିକାରରେ ଯିବୁ, ଆପଣ ନିଶ୍ଚୟ ଯିବେ। ଆମେ ସବୁ କାଲି ଶିକାରରେ ଯାଉଛୁ।
ଶିକାରରେ ଯାଉଛି ମାନେ ବନ ବିଭାଗୀୟ ଲୋକ ବୋଧେ ଚାକିରି କରିଛନ୍ତି, ଯାଉଛନ୍ତି ଟିକେ ବୁଲିବା ଆରେ ଏବଂ ଶିକାରରେ ଯିବା। ତେଣୁ କହୁଛନ୍ତି ଆପଣ ମଧ୍ୟ ଆମ ସାଙ୍ଗରେ ନିଶ୍ଚୟ ଆସିବେ। ମୁଁ ମାନେ ଆରେ ଆଶ୍ଚର୍ଯ୍ୟ, ଆପଣ ତ ଖୁବ ସୁନ୍ଦର ଓଡିଆ କହିପାରୁଛନ୍ତି। ତାପରେ ଯେତେବେଳେ ମିସେସ୍ ଚୌଧୁରୀ କହୁଛନ୍ତି ମୁଁ ମାନେ ଏତିକି କଲା ବେଳକୁ ତାପରେ ସେ କହୁଛନ୍ତି ଆଶ୍ଚର୍ଯ୍ୟ, ଆପଣ ତ ଏଠିକାର ଲୋକ ନୁହନ୍ତି କିନ୍ତୁ ଆପଣ ତ ବଢିଆ ସୁନ୍ଦର ଭାବରେ ଓଡିଆ କହିପାରୁଛନ୍ତି। ହଠାତ୍ କଣ କହିବାକୁ ହେବ ମୁଁ ଜାଣିପାରିଲିନି ବୋଧେ, ଏବଂ ସମସ୍ତ ପରିସ୍ଥିତିରେ ମୁଁ ସୁନ୍ଦର ଭାବରେ ସହଯୋଗ କରିଥାଏ ବୋଲି ଯେତେବେଳେ ବହୁ ଲୋକ ମତେ କହିଥାନ୍ତି, ଅର୍ଥାତ୍ ସେ ଯୋଉ ମିସେସ୍ ଚୌଧୁରୀ କହୁଛନ୍ତି ସେ ଯୋଉ ପ୍ରଶ୍ନଟି କହିଲା କି ଆପଣ ଆସିବେ, ଆମେ ଶିକାରରେ ଯାଉଛୁ ଆପଣ ଆସିବେ, ତ ସେ ତ ଜାଣିଛି ଆଗରୁ ତ ତା ସ୍ୱାମୀ ତାକୁ ନେଇକି ଯାଇନି ନା, କିଛି ନା କିଛି ବାହାନା କରି ରଖିଦିଏ ତାଙ୍କୁ। ତେଣୁ କରିକି ସେ ସେତେବେଳେ କଣ ଉତ୍ତର ଦେବ ବୁଝିପାରିଲେନି, ଏବଂ ତାକୁ ଅନ୍ୟମାନେ କୁହନ୍ତି ଯେ ସେ ସବୁ ପରିସ୍ଥିତିକୁ ଅତି ସୁନ୍ଦର ଭାବରେ ସେ ପରିସ୍ଥିତିକୁ ସୁନ୍ଦର ଭାବରେ ହ୍ୟାଣ୍ଡେଲ କରିଦିଏ, ଆଉ ସେଠି ପରିସ୍ଥିତିର ସହଯୋଗ ତା ସ୍ୱାମୀ ଯାହା ବି କହିଥାଏ ସେ ପରିସ୍ଥିତିର ସହଯୋଗ ମଧ୍ୟ କରିଥାଏ। ଏ କଥା ଅନ୍ୟମାନେ ମଧ୍ୟ ତାକୁ କୁହନ୍ତି। ତେଣୁ ସିଏ ମଧ୍ୟ ସେଠି ସୁନ୍ଦର ଭାବରେ ପରିସ୍ଥିତିଟାକୁ ରେ କଥା ହେଇକି ନା ଆଡଜଷ୍ଟ କରିଦେଇଥିଲା। ଆଶ୍ଚର୍ଯ୍ୟ ନା ମିସେସ୍ ଚୌଧୁରୀ ଆପଣ ଭୁଲ ବୁଝିଛନ୍ତି, ମୁଁ ଖାଣ୍ଟି ଓଡିଆ। ତାପରେ ଯେତେବେଳେ ଇଏ ପଚାରିଛି ଆରେ ଆପଣ ତ ବଢିଆ ଓଡିଆ କହିପାରୁଛନ୍ତି, ଲୁନାକୁ ଯେତେବେଳେ ପଚାରୁଛନ୍ତି, ଲୁନା କହୁଛନ୍ତି ନା ନା ମିସେସ୍ ଚୌଧୁରୀ ଆପଣ ଭୁଲ ବୁଝିଛନ୍ତି, ମୁଁ ହଉଛି ଖାଣ୍ଟି ଓଡିଆ। ପିଲାଦିନରୁ ବାପାଙ୍କ ସାଙ୍ଗରେ ଓଡିଶା ବାହାରେ ମୁଁ ରହିଥିଲେ ବି ଓଡିଆ ଭାଷାକୁ ଭୁଲି ନାହିଁ। ତେବେ ସେ କହୁଛି ବାପାଙ୍କ ସାଙ୍ଗେ ମୁଁ ପିଲାଦିନେ ବାହାରେ ରହିଥିଲି କିନ୍ତୁ ଓଡିଆ ଭାଷାକୁ ଭୁଲି ନାହିଁ। ଏଥର କୁହନ୍ତୁ ଆପଣ କାଲି ଆସୁଛନ୍ତି ତ? ପୁଣି ରିପିଟ କରିକି ପଚରା ହଉଛି ଆପଣ ଯିବେ ତ? ମି ଚୌଧୁରୀ ଆପଣ କୁଆଡେ ଜର୍ନି ମୋଟେ ଟଲରେଟ୍ କରିପାରନ୍ତି ନାହିଁ, ବିଶେଷତଃ ଜଙ୍ଗଲିଆ ରାସ୍ତା ଉଠାଣି ପଡେନି। ତାକୁ ସ୍ୱାମୀ ତା ମୁଣ୍ଡରେ ପଟି ଚଢେଇ ଦେଇଛି ଯେ ସିଏ ଦୂର ବାଟ ବେଶୀ ଜର୍ନି ଟଲରେଟ୍ କରିପାରେନି, ଉଠାଣି ଗୋଡ ରାସ୍ତା ତାକୁ ଭଲ ଲାଗେନି, ସେ କୁଆଡେ ଯାଏନି, ସେ ଘରେ ରହେ, ଏମିତି କଥା କହିଦେଇଛି। ତେଣୁ ସେ କହୁଛି ମୁଁ ଜାଣିଛି ଆପଣଙ୍କୁ କୁଆଡେ ଉଠାଣି ଗୋଡାଣି ରାସ୍ତା ଭଲ ଲାଗେନି, ଆପଣ ବଡ ଜର୍ନି ଗୁଡାକ ଯିବା ଆସିବାକୁ ଆପଣ ଟଲରେଟ୍ କରିପାରନ୍ତି ନାହିଁ, ଆଉ ବିଶେଷତଃ ଜଙ୍ଗଲିଆ ରାସ୍ତାର ଉଠାଣି ଗୋଡାଣି ରାସ୍ତାରେ ଆପଣ ଯିବା ପାଇଁ ଅସମର୍ଥ, ଯାଇପାରନ୍ତିନି, ଆପଣଙ୍କର ଅଭ୍ୟାସ ନାହିଁ। ସତେ ତ ମୋର ସ୍ୱାମୀ ନିହାତି ଖାମଖିଆଲ ଭାବିବା ମୋର ଉଚିତ ନଥିଲା କେବେ ହେଲେ। ଅନ୍ତତଃ ମୋର କଷ୍ଟଟା ଯେ ଅନୁଭବ କରିଥାନ୍ତି ବୋଲି ବହୁବାର କହିଥାନ୍ତି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ। ତେବେ ସ୍ତ୍ରୀ ଲୋକଟି କହୁଛି ଆରେ ଆରେ ମୁଁ ଭାବିନଥିଲି ମୋ ସ୍ୱାମୀକୁ ମୋ କଷ୍ଟଟା ବି ଜଣା ପଡେ। ବହୁ ମାଧ୍ୟମରେ ଏଇଭଳି କଷ୍ଟ ଗୁଡିକ କହିଥାଏ ଯେ ନାଇଁ ନାଇଁ ଆମ ସାଥେ କୁଆଡେ ଗଲେ ତାକୁ କଷ୍ଟ ହବ, ଆମ ସାଥେ ଯଦି ସେ ଜଙ୍ଗଲିଆ ପରିବେଶ ଯିବ ତାକୁ କଷ୍ଟ ହବ, ଉଠାଣି ଗଡାଣି ରାସ୍ତା ଗଲେ ତାକୁ କଷ୍ଟ ହବ। ତାର ଅର୍ଥ ହେଇଛି ସେ ଟିକେ କଣ କଟାକ୍ଷ ଭଙ୍ଗୀରେ କହୁଛନ୍ତି ଯାହା ହଉ ମୋ ସ୍ୱାମୀଙ୍କୁ ଏତେ କଥା ଜଣା ଅଛି, ମୁଁ ତ ସେଟା ଭାବିନଥିଲି। ତାପରେ କହୁଛି ଅନ୍ତତଃ ମୋ କଷ୍ଟଟା ଯେ ଅନୁଭବ କରିଥାନ୍ତି ବୋଲି ବହୁବାର କହିଥାନ୍ତି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ। କିଛି ଗୋଟେ କଥା ପ୍ରସଙ୍ଗ ପଡିଲେ, କୋଉଠିକି ଯିବା ଘଟଣା ପଡିଲେ ସେ ମିଛ ସତ କହି ଏମିତି କହିଦେଇଥାନ୍ତି ଯେ ନାଇଁ ନାଇଁ ସେ ଯାଇପାରିବନି। ମୁଁ କହୁଥିଲି ନା ଟିକେ ପୂର୍ବରୁ ଯେ ଜଣକୁ ନବାର ଆଗ୍ରହ ନଥିବ କିନ୍ତୁ ଲୋକମାନଙ୍କ ଆଗରେ ଡାକିବ, ତାପରେ କହିବେ ନାଇଁ ସେ ଏମିତିଆ ଜାଗା କେବେ ଯାଇନି, ତାକୁ ଭଲ ଲାଗେନି, ତାର ସ୍ୱାସ୍ଥ୍ୟ ହାନି ହବ, ଏଇଭଳିଆ କିଛି କରିଥାଏ ତା ସ୍ୱାମୀ। ଏଥର ମୁଁ ହସିବାକୁ ବାଧ୍ୟ। କହିଲି ନା ନା ଏତେ ଡେଲିକେଟ ଡାର୍ଲିଂ ନୁହେଁ ଯେ ଘରର ଅନେକ ଅସୁବିଧା ଯୋଗୁଁ ମୁଁ ବିଶେଷତଃ ଛୁଟି ଦିନ ମାନଙ୍କରେ ପିଲାମାନଙ୍କୁ ଏକୁଟିଆ ଘରେ ଛାଡି ଦେଇ ଯିବା ସୁବିଧା ମନେ କରେ ନାହିଁ। ତାପରେ କହୁଛନ୍ତି ମୁଁ ଏତେ ଡେଲିକେଟ ଡାର୍ଲିଂ ନୁହେଁ ଯେ ମତେ ଏତେ ମୋର ସ୍ୱାମୀ ଏତେ ଭଲ ପାଇବ କିମ୍ବା ମୋର ବିଷୟରେ ଏତେ ଚିନ୍ତା କରିବ, ମୁଁ ଏତେ ଡେଲିକେଟ ଡାର୍ଲିଂ ତାଙ୍କର ନୁହେଁ। ମୁଁ ଏଇଥିପାଇଁ ଯାଏନି କାରଣ ଘରେ ପିଲାମାନଙ୍କୁ ଛୁଟି ସମୟରେ ଟୁର ପଡେ ବା ଯିବାକୁ ପଡେ, ଘରେ ପିଲାମାନେ ଥାନ୍ତି, ମୁଁ ତାଙ୍କ ଘରେ ଏକା ଛାଡିକି ଯିବାକୁ ଚାହେଁନି। ଏତେ କଥାରୁ କଣ ମିଳିବ ଆମକୁ, ତୁମେ ଯିବ କି ନାହିଁ କୁହ, ମିସ୍ ଲୁନା ପୁଣି ଫେରିବେ ଯେ। ତାପରେ ସ୍ୱାମୀ ଏଇଠି କହୁଛନ୍ତି ଓହୋ ଏତେ କଥା କାହିଁ କହୁଛ, ତମ ଯିବ ନା ନାଇଁ କୁହ, ଲୁନା ପୁଣି ଆଜି ଘରକୁ ଫେରିବେ ନା, ଏତେ ଲେଟ୍ ହେଲାଣି। ମୋର ସ୍ୱାମୀ ସଂକ୍ଷେପରେ କଥା ସାରିବାକୁ ଚାହାନ୍ତି। କଣ ତାଙ୍କର ମତଲବ ଏଥିରେ ମୁଁ ଯେ ଯିବି ନାହିଁ, ବିଶେଷ କରି ଶିକାର ଆଉ କ୍ଲବର ସାନ୍ଧ୍ୟ ଆସର ଦୁଇଟିକୁ ମୁଁ ଯିବାକୁ ଚାହେଁ ନାହିଁ, ଏକଥା ତ ସେ ଭଲ କରି ଜାଣନ୍ତି। ତଥାପି କାହିଁକି କାହିଁକି ଏ ପ୍ରହସନ। ତେବେ କହୁଛନ୍ତି ମୁଁ ତ ମୋର ଆଗରୁ ମୋ ସ୍ୱାମୀକୁ କହିଛି ମୁଁ ସେ ଶିକାରକୁ ଆଉ ତାଙ୍କର ଯୋଉ କ୍ଲବ କୁ ଯିବାକୁ କେବେ ଚାହେଁନି। ମୋ ସ୍ୱାମୀ ତ ସେଟା ଭଲ ଭାବରେ ଜାଣିଛନ୍ତି। ତବେ ଏଇ ଲୋକଟିକୁ ଦେଖି ଏ ଯୋଉ ମିସ୍ ଲୁନାଙ୍କୁ ଦେଖିକି ତାଙ୍କ ଆଗରେ ଏଇ ଯୋଉ ପ୍ରହସନଟି କାହିଁକି କରୁଛନ୍ତି। ହଠାତ୍ କରି ମୋ ମୁଣ୍ଡରେ ଭୂତ ଚାପିଲା ଏବଂ ତାଙ୍କ କଥାକୁ ହସରେ ଉଡେଇ ଦେଇ ମୁଁ କହିଲି ତୁମେ ଏପରି ଅଧୈର୍ଯ୍ୟ ହେଉଛ କାହିଁକି? ଘରକୁ ଜଣେ ଭଦ୍ର ମହିଳା ଆସିଲେ କପେ ଚା ବି ଖାଇନାହାନ୍ତି, ଯିବାକୁ ତରତର। ଆଚ୍ଛା ବାବା ହେଲା, ଏଥର ମୁଁ ଯିବି, ମିସ୍ ଲୁନା ହସି ଦେଇ କହିଲେ। ତାପରେ ଇଏ ଟିକେ ଚେଞ୍ଜ ହେଇକି ନିଜକୁ ନାଇଁ ନାଇଁ ଘରେ ତ ତରତର କାହିଁ ହଉଛ, ତାକୁ ଆମେ ଚାହା ପା ଦେଇକିନା ଛାଡିବା ନା, ସେ ଘରକୁ ଅତିଥି ଆସିଛନ୍ତି ଚାହା ପିଇବେ। ମୁଁ କହୁନଥିଲି ମିସେସ୍ ଚୌଧୁରୀ ନିଶ୍ଚୟ ମୋ କଥା ଶୁଣିବେ।
तापरे मिस लुना हसिकी कहउछन मु जेतेबेले आगुरु कथा आइचंती जे नाही से तो जीवनी ये कहले नाही मो कथा से सुनिबो तबे से पुणी मिस्टर चौधरी के कहउछंती मु कहउनतिली मिस्टर चौधरी निश्चय मो कथा सुनिबे अच्छा आउ दिने आसिले चा खाइबी गप करिबी आजि बेळ नाही किछि भाबिबेनी बाय ए कथा मिसेस लुना कह दे कि चली जाउछंती मु कणेई करी मो स्वामी को चाहिली एक अस्वस्थिकर मुहटा जेपरी कुहुली उठुची तांकर तापर से जो भाबिथिले मु जीविनी बोली किना भाबिथिले मो स्त्री मो संगे हम संगे जीवनी तापर लुना मिसेस लुना मध्ये पढौचंती तो सेती बेले मु जेतेबेले मो स्वामी को चाहिली से भाबिथिले मो स्त्री सीधा सीधा मना कर दबो मु जीविनी तो सेती के बेले सेती तांकर जो अस्वस्थिकर जेतेबेले जार जो इच्छा थाए सेटा मनस्कामना पूरा हे गले आश्वस्ति लागे किंतु ये जेतेबेले जीवा को बाहर तो तापर ता मुहटी सते की कुहुली उठुथुला रागरे गरगरे हेतला हुए ते तांकर आशा थिला मु नाही करि देबी तेणु से भाबुतले मु मना करदेबी मते कहबे आ मु जीवा को मना करदेबी कोनोसी बाहाना करी मु तांकर प्रतिथरर मन रखा अनुरोध को एडाई जाय थाए तबे प्रतिथर से एमदी मन रखिला भलिया मिछि मिछि का अनुरोध करंती आ मु जानि थाए जेहेतु से मन रखबा पई कहउचंती तेणु मु मध्ये किछि तरह बाहाना करी प्रतिथर तांकु मना करि दे कारण मते अनिच्छारे कोनोसी सामाजिक प्रथा मानि आसे नै बिना इच्छा रे मोर मन नथिले मु कोनोसी प्रथा परंपरा सामाजिक प्रथा बा स्वामी संगे जीवा जणे डाकुची ता मन रखबा सब मते भले लागे कबाट देह को आउजी मु छिडा हेथिली एवं मोर आखि सामने देई चंचल गति रे से माने पोट्टिको पाखो को चली गेले पोट्टिको अगणा जोटा तो मु जेतेबेले चाहिथिली से मो आखि सामने देकिना चली जाइथिले दी जण जाक लुना पळेबे ये तांको छाडीबा को जाइथिले मु दूररु देखि पारुथिली स्तिमित आलोकरे से माने कोन कथावार्ता होतले तर तबे दूररु एबे मिसेस चौधरी कहजन मु दूररु देखि पारुथिली हल्का आलुओ रे जेतेबेले से कॉरिडोर दे के आगो को जाउचंती बा तांकर जो पोट्टिको दे के आगो को जाउचंती सेतेबेले से किछि कथा होतुवार मु देखि पारुथिली एवं पर मुहूर्त रे कळा फाटी पेंडु भली गडी गला फाटक कळा फाटी हला गाडी टे हला क्वेश्चन गोटे आसे कला फाटी पेन केउ भली गडी गला फाटक आडकू पेंटू भली गाडीर चकटा कण गोल गोल तत पेंटू भली से आगो को सतेगी गडी गला स्थान भली गाडी पछकू चाही ठिया हेइथिले मो स्वामी पांचटी प्राप्त वयस्क संतानर पिता आउ एपटे मिसेस लुना जाउचंती अगरे आ पछरे ठिया हेचंती तांकर स्वामी से पूरा स्थाणु भली कि जेतु गर्लफ्रेंड पळौची तणु से कोन स्थाणु हेइना चाहि कि रहिसंती आउ एपटे ताकू कटाक कर कोची प्रथमे त मोर स्वामी बुढा द्वितीय पांचटा छुआर बापा तेणु पांचटी संतानर प्राप्त वयस्क संतानर पिता से माने छुआ माने मध्य बड़ हे गरे तांगर ये माने बुढा लोकटा कथा कुहा जाउची हैला स्त्री लोकटी मध्य बुढी हे गेलानी पांचटा छुआ छुआ गुडा बड़ हे गेलानी माने गोटे वयस्क लोकर कथा एठी कुहा जाउची मु निजको बुझाइथिली एथिरे भाबिबार कोन अछि मते डाकी आसिले मु जीवा को राजी हेली मते आगरु केबे डाकी नाहंती मु जाउ नाही तेणु तापरे मु मने मने चिंता जते स्वामी रो से जो विरक्तिपण मुहटा को देखिली मु मने मने भाबिली जे कोन हैला मते तो डाकिले मु जीबी मते आगरु डाकु नथे तेणु मु जाउ नथिली आउ सते कोन मु गलिनी जे केते बोका सते मो सुविधा असुविधा तो लागि रही थाए कथाटा उल्टी जीवा को केते बा समय तापरे कोजन मु को गलिनी जे कोहु को ह मारे मारे मो स्वामी कर मुहर एमती परिवर्तन हे गलानी को मु गलिनी जे असुविधा सुविधा भी लागि रही था हठात से टाइम रे मोर किछि काम पड़ी जिवो आ मु जाई परिबेनी कोन गप ए छि तो तार किछि थीम मिलेनी ए पर्यंत हाउ से धीरे धीरे फेरी आसले एवं कबाट देहरे आउजी तांकु चाहितिबा मोर आखी को अनै कहिले से तापरे घर को लुना को छाडी के फेरी आसले मु जते बेले कबाट रे आउजी की ठिया हेतली से मोर आखी को चाहि की कहिले अरे तुमे एमिति छिडा हेचो सेते बेलु कोन भाबुचो की देह भलो लागुनी केमिति लागिला लुना को अरे देह भलो लागुनी आ लुना को देखि केमिति लागिला मु मने मने कहली नाई गो नाही सब झियो परी लुना भी झियोटे हेले तार बयस अति अल्प मु ताकू नष्ट हेबा को देबी नाही एवं सेहिति पई तुमर अनिच्छा सत्ते तो जीवा को राजी हेली देह काहे की कोन हेबो मो देह भलो नाही जो भाबुचो मो देह भलो अछि किंतु से अल्प बयस झियोटा तमे ताकू पट्टी पट्टी की रखिचो
ଅଯଥା ତା ଜୀବନ ବର୍ବାଦ ହବ। ତେଣୁ କରିକି ନା ମୋର ଇଚ୍ଛା ନଥିଲେ ମଧ୍ୟ ମୁଁ ତାକୁ ରକ୍ଷା କରିବାକୁ ଯିବି। ମାନେ ମୁଁ ତାକୁ ଏଇ ଯୋଉ ବିବାହିତ ଗୋଟେ ମଣିଷ ବୁଢା ଲୋକଟେ, ସେ ତା ସଂସାରର ତାର ଘର ଅଛି, ତାର ସ୍ତ୍ରୀ ପିଲା ଛୁଆ ଅଛନ୍ତି, ତେଣୁ ଅଯଥାଠାରେ ତାର ଜୀବନ କାହିଁ ବର୍ବାଦ ହବ, ମୁଁ ତାକୁ ରକ୍ଷା କରିବା, ତାକୁ ନଷ୍ଟ ହେବାକୁ ଦେବି ନାହିଁ। ସେଥିପାଇଁ ତୁମର ଅନିଚ୍ଛା ସତ୍ୟ ତୁମ ଇଚ୍ଛା କର ବା ନ କର, ମୁଁ କିନ୍ତୁ ତମ ସାଙ୍ଗରେ ଯିବି। ହେଲେ ସେ କଥା ବର୍ତ୍ତମାନ ନାଇଁ ଏ କଥା ସେ ଭାବୁଥିଲେ କିନ୍ତୁ କହି ନଥିଲେ। କହିଲେ ତାକୁ ନବନି ନା ଏ ବୁଢା, ତେଣୁ କରି କହିଲେ ତାକୁ କଣ କହିଲେ ନବନି, ତେଣୁକରି ଏ କଥା ସବୁ ସେ ଭାବୁଥିଲେ। ହେଲେ ସେ କଥା ବର୍ତ୍ତମାନ ମୁଁ କହିପାରିବି ନାହିଁ, କହି ନଥିଲେ ସେ କଥା, କାରଣ ସେ ବ୍ୟସ୍ତ ଏବଂ କିଛିଟା ଚିନ୍ତିତ। ତେଣୁ ମୋ ଭିତର ଟିକେ ଆଦ୍ର ରହିବା ବାଞ୍ଛନୀୟ। ସିଏ ଯେହେତୁ ବ୍ୟସ୍ତ ତା ଭିତରେ ଅଛନ୍ତି ଆଉ ଚିନ୍ତିତ ଅଛନ୍ତି କାଳେ ମୁଁ ଯିବି ବୋଲି, ତେଣୁ ମୁଁ ଟିକେ ନରମ ରହିଯିବାଟା ଉଚିତ ଏଇ ସମୟରେ। ଯଦି ମୁଁ ତାଙ୍କୁ ଏ କଥା କହିବି ଆଉ ଝଗଡା ହବ, ତାହେଲେ ଏ କଥା ଆଉ କୁଆଡେ ଚାଲି ଯାଇପାରେ। ସେ ଉତ୍ତରକୁ ଅପେକ୍ଷା ନ କରି ଡ୍ରେସ ବଦଳାଇବା ପାଇଁ ବୋଧ ହୁଏ ଚାଲିଗଲେ। ଗରମରେ ମୋର ଦେହଟା ଝାଳରେ ଓଦା ହେଇଯାଇଥିଲା। ଫେରିଗଲି ମୁଁ ପୁଣି ମୋ ଯଥାସ୍ଥାନକୁ। ସ୍ୱେଟର ଟା ଅଧା ହେଇଛି, ସ୍ୱେଟର ବୁଣୁଥିଲା ତ କହିଲା ସିଏ ତାର ଚାଲିଗଲେ ବାଥରୁମ ଡ୍ରେସ ବଦଳାଇବା ପାଇଁ କିନା। ମୁଁ ମଧ୍ୟ ମୋର ଦେହ ଝାଳରେ ଓଦା ହେଇଯାଇଥିଲା। ମୁଁ ମଧ୍ୟ ମୋର ଯଥାସ୍ଥାନକୁ ଯାଇ ସାରିଥିଲି, ଯୋଉଠି ମୁଁ ମୋର କାମ କରୁଥିଲି, ଯୋଉ ସ୍ୱେଟର ଟା ସିଲେଇ କରୁଥିଲି ସେଠିକି ଚାଲିଥିଲି। ଶୀତ ଆସିଲା ପୂର୍ବରୁ ଏଗୁଡା ପ୍ରସ୍ତୁତ ନହେଲେ ଗୁଡାଏ ଖର୍ଚ୍ଚାନ୍ତ ହେବାକୁ ପଡିବ। ଟିପିକାଲ ବୋହୂ, ଘରର ସବୁ ଦାୟିତ୍ୱ ନେବା, ପଇସା ବଞ୍ଚେଇବା, ବାହାରୁ ସ୍ୱେଟର କିଣିଲେ ବେଶୀ ପଇସା ଖର୍ଚ୍ଚ ହବ ବୋଲି ପୁରା ଦିନ ଅଣ୍ଟା ବଥା କରିକି ଆଖି ବଥା କରିକିନା ସ୍ୱେଟର ବୁଣିବା, ଏଇଭଳି ଗୋଟେ ରକ୍ଷଣଶୀଳ ଘରର ସ୍ତ୍ରୀ ଲୋକଟେ ସେ। ତେବେ ସେ କହୁଛି ଶୀତ ଆସିବା ପୂର୍ବରୁ ସ୍ୱେଟର ଗୁଡାକ ମଧ୍ୟ ବୁଣିଦେବି, ନହେଲେ କିଣିଲେ ବାହାରୁ ଗୁଡାଏ ଖର୍ଚ୍ଚ କରିବାକୁ ପଡିବ। ସାନ ପିଲା ଗୁଡା ଟିଉସନ ମାଷ୍ଟର ପାଖରେ ବସିଛନ୍ତି। ତାର ଯୋଉ 5ଟା ଛୁଆ ଭିତରୁ ସାନ ପିଲା ଯୋଉମାନେ, ସେମାନେ ଟିଉସନ ସାରଙ୍କ ପାଖରେ ବସି ପାଠ ପଢୁଛନ୍ତି। ବଡ ପୁଅର କମ୍ପିଟିଟିଭ ଏକ୍ସାମିନେସନ ପାଇଁ ପ୍ରସ୍ତୁତ ଯେପରି ଅନେକ ଦିନ ଧରି ଘର ଭିତରେ ନୀରବତାକୁ ଗଭୀର କରିଦେଇଛି। ସେ ବଡ ପୁଅ, ସେ ତାର କମ୍ପିଟିଟିଭ ଏକ୍ସାମ ପାଇଁ ପ୍ରିପେୟାର ହଉଛି। ସେ ତାର ଗୋଟେ ଘର ଭିତରେ ସବୁବେଳେ ନୀରବରେ ପାଠ ପଢୁଥାଏ। ବେଶୀ ବାହାରକୁ ଆସିବା, ବେଶୀ ବୁଲାବୁଲି କରିବା ନଥାଏ। ସେ ପାଠ ପଢା, କେତେ ବଡ ବଡ ପିଲା ହେଲେଣି କମ୍ପିଟିଟିଭ ଦଉଛନ୍ତି ମାନେ ଗ୍ରାଜୁଏସନ ସରିଯିବଣି। ଇଏ ପ୍ରାୟ ସନ୍ଧ୍ୟାରେ ନଥାନ୍ତି, ଅଫିସରୁ ଫେରନ୍ତି ଗୋଟାଏ କପ୍ ଚା ପରେ ସେ ବାହାରକୁ ଚାଲି ଯାଆନ୍ତି। ଆଉ ସେଠି କଣ ହୁଏ, ଇଏ ଯୋଉ ତାର ଯୋଉ ମିଷ୍ଟର ଚୌଧୁରୀ, ସିଏ ଘରେ ବେଶୀ ରୁହନ୍ତି ନାହିଁ। ସନ୍ଧ୍ୟାରେ ସେ ଘରେ ରହନ୍ତିନି, ଅଫିସରୁ ଫେରିକି ଗୋଟେ ଚାହା ପିଇ ଦେଇକି ପୁଣି ବାହାରକୁ ବୁଲିବାକୁ ଚାଲି ଯାଆନ୍ତି। ଅସଂଖ୍ୟ କାମ ଭିତରେ ସେ ଜାଣିପାରନ୍ତି ନାହିଁ ଘରକୁ ଫେରିବାର ନିର୍ଦ୍ଦିଷ୍ଟ ସମୟ। ତାଙ୍କର ବହୁତ କାମ ଥାଏ, ଅସଂଖ୍ୟ କାମ ଭିତରେ ଘରକୁ କୋଉ ସମୟରେ ଫେରିବା ଉଚିତ ସେତିକି ମଧ୍ୟ ସେ ଜାଣିପାରନ୍ତି। ମୁଁ ଉଲକଣ୍ଟାରୁ ମୁଣ୍ଡ ଟେକି ଅନାଇଲି, ସେ ଆସିଗଲେଣି ଡ୍ରେସ ଚେଞ୍ଜ କରି। ତେବେ ମୁଁ ଉଲକଣ୍ଟାରେ ବସିକି କ୍ରୁଜରେ ବୁଣୁଥିଲି ସ୍ୱେଟର, ତାପରେ ଦେଖିଲା ବେଳକୁ, ମୁଣ୍ଡ ଟେକିଲା ବେଳକୁ ସିଏ ଆସିଗଲେଣି ଡ୍ରେସ ଚେଞ୍ଜ କରିକି। ବର୍ତ୍ତମାନ ସେ ବେଶ ସତେଜ ଦେଖା ଯାଉଛନ୍ତି, ଗାଧେଇ ପାଧେଇ ଚିକଣ ହେଇକି ପଳେଇ ଆସିଛି ଆଉ। ତାପରେ ଆଗ ଅପେକ୍ଷା ଦେହରେ ମେଦ ବୃଦ୍ଧି ଘଟିଥିଲେ ହେ ମୁହଁରେ କୌଣସି ପରିବର୍ତ୍ତନ ହେଇନାହିଁ। ମୋଟା ହେଇଯାଇଛି, ମେଦ ବହୁଳ ହେଇଯାଇଛି, ମେଦ ବୃଦ୍ଧି ଅର୍ଥାତ୍ ଚର୍ବି ବୃଦ୍ଧି ହେଇଯାଇଛି। ଟିକେ ମୋଟା ହେଇଯାଇଥିଲି କିନ୍ତୁ ମୁହଁର କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। କଲେଜରେ ପାଠ ପଢୁଥିଲା ବେଳେ ଯେଉଁ ସରଳ ନିଷ୍କପଟ ମୁହଁ ମତେ ବିଭୋର କରିଥିଲା, ଯେଉଁ ଛୋଟ ଛୋଟ କଥାର ଫୁଆର ମୋର ମନରେ ଅଜସ୍ର ଇନ୍ଦ୍ରଧନୁର ରଙ୍ଗ ବୋଳି ଦେଇଥିଲା, ସେଇ ମୁହଁ, ସେଇ କଥା, ସେଇ ଭଙ୍ଗୀ ଏବେ ବି ଅତୁଟ ଅକ୍ଷତ ଥିଲା ପରି ମନେ ହୁଏ। ଅଥଚ ଭଲ ପାଇକି ବାହା ହେଇଥିଲା ତାକୁ କଲେଜରେ। ତେଣୁ ସେ ଯେତେବେଳେ ତାକୁ କଲେଜରେ ଦେଖିଥିଲା, ଯୋଉ ଭଳି ନିଷ୍କପଟ ସରଳିଆ ମୁହଁଟି, ସରଳିଆ କଥାବାର୍ତ୍ତା, ଏବେ ମଧ୍ୟ ସେଇଭଳି ଦେଖା ଯାଉଛି। କିନ୍ତୁ ମନରେ ଅଜସ୍ର ରଙ୍ଗ ଦେଇଥିଲା ମୁହଁ, ସେଇ କଥା, ସେଇ ଭଙ୍ଗୀ, ସେଇ କଥା ଏବେ ଅଛି, ସେଇ ମୁହଁ ଅଛି, ସେଇ ଭଙ୍ଗୀ, ଯୋଉ ଭଙ୍ଗୀରେ, ଯୋଉ ଶୈଳୀରେ ସେ କଥା ହୁଏ, ସେଇଭଳି ଶୈଳୀରେ କଥା କହୁଛି। ସେଇ ଗୁଣ ଗୁଡିକ ତାର ଅତୁଟ ଅଛି। ଅଥଚ କଣ, ତାର ମାନସିକତାର ପରିବର୍ତ୍ତନ ଘଟିଛି। ସେ ସୋଫା ଉପରେ ବସି ପଡି କହିଲେ, ଅଦ୍ଭୁତ ଏଇ ଝିଅ ଲୁନା। ତାପରେ ଚାଲିଲା ଲୁନା ବିଷୟରେ ଡିସ୍କସନ। ସେ ସୋଫା ଉପରେ ବସି ପଡିଲା, ତାପରେ ଚାଲିଲା ସ୍ତ୍ରୀ ସାଙ୍ଗରେ, ଅଦ୍ଭୁତ ଏଇ ଝିଅ ଲୁନା। ସମଗ୍ର ପୃଥିବୀର 2/3 ସେ ଏକା ଏକା ଘୁରି ଆସିଲାଣି। ପୁରା ମାନେ ଚାରିଆଡେ ସେ ଝିଅ ଟା ବୁଲି ବାଲିକି ଆସିଲାଣି। ପୃଥିବୀର ଅଧା ବା 2/3 ଜାଗା ସେ ବୁଲି ସାରିଲାଣି। ଡର, ଭୟ, ସଂକୋଚ ସେ କଣ ବୋଲି ଜାଣେ ନାହିଁ। ଶିକାରୀ ହିସାବରେ ମଧ୍ୟ ବହୁ ସାର୍ଟିଫିକେଟ, ଜଣେ ଦକ୍ଷ ଶିକାରୀ ଭାବରେ ସେ ବହୁତ ସାର୍ଟିଫିକେଟ ପାଇଛି, ଭଲ ଶିକାର କରିପାରେ ଏବଂ ଚାରିଆଡେ ସେ ଡର ଭୟ ଛାଡି ଏକୁଟିଆ ବୁଲିକି ଆସି ସାରିଲାଣି। ତାଙ୍କ ଠାରୁ କଥା ଛଡେଇ ନେଇ ଚା କପରେ ଚିନି ଗୋଳାଇବାର ଶବ୍ଦକୁ କ୍ଷିପ୍ରତର କରି ମୁଁ ପଚାରିଲି,
ଶିକାରୀ ତେବେ ରାଗିକି ସ୍ତ୍ରୀ ଆଗରେ ସେ ପୁଣି ଛୋଟ ଛୁଆ ଗୋଟେ କମ ବୟସରେ ଝିଅ ବିଷୟରେ ଏତେ କଥା କହୁଛି, ଏ ରାଗିକି ନା ପୁଣି ଲଭ୍ ମ୍ୟାରେଜ ହେଇଛି ଆହୁରି ଟେନସନ। ତ ଚା ଯେତେବେଳେ ଗୋଳଉଛି ଆହୁରି ଜୋର କରିକିନା ଆବାଜ, ଯେମିତି ସେ ରାଗ ଭିତରେ ରାଗଟାକୁ ସେ ଚା କପ ରେ ବାହାର କରିକି ରାଗିକିନା ତାକୁ କହୁଛି ଶିକାରୀ ଅର୍ଥାତ ସେ କଣ ଶିକାର କରେ, ଶିକାରୀ କଣ ମାନେ ଏଇ ବାଘ ହାତୀ ମାରି ଖୁବ ସାର୍ଟିଫିକେଟ ଅର୍ଜନ କରିଛି ନା, ତାପରେ କହୁଛୁ ଶିକାରୀ ମାନେ ବାଘ ହାତୀ ଗୁଡାକୁ ମାରିଦେଇକି ଏତେ ଗୋଟେ ସାର୍ଟିଫିକେଟ ପାଇ ଯାଇଛନ୍ତି। ସେ ସେଇପରି ଗଦଗଦ କଣ୍ଠରେ କହିଲେ, ସିଏ ବି ଆହୁରି ଖୁସି ହେଇକି କହୁଛି ତା ବିଷୟରେ କଥା ଚାଲିଛି ଲୁନା ବିଷୟରେ, ସେ ଖୁସି ହେଇକି କହୁଛି ହଁ ଗୋଟେ ଝିଅ ପାଖରେ କିଛି ସହଜ ନୁହେଁ ଏ କଥା, ଗୋଟେ ଝିଅ ହେଇକି ବାଘ ଭାଲୁ ହାତୀ ମାନଙ୍କୁ ମାରିକି ବାଘ ସିଂହ ମାନଙ୍କୁ ମାରିକି ସାର୍ଟିଫିକେଟ ପାଇବାଟା କିଛି କମ କଥା ନୁହେଁ, ବହୁତ ବଡ ସାହସ ଦରକାର ତା ପାଇଁ। ମୁଁ ପ୍ରସଙ୍ଗ ଘୁରାଇ ନେବା ଉଚିତ ମନେ କଲି। ଆଉ କହିଲେ ଆହୁରି ତାର ଯୋଉ ପ୍ରଶଂସା ଏଥର ହବ, ମୋର ଆଉ କାନରେ ଧୂଆଁ ବାହାରିବ, ଆଉ ଶୁଣି ପାରିବିନି। ତେଣୁ କରିକି ମୁଁ ପ୍ରସଙ୍ଗ ଘୁରାଇ ନେବା ଉଚିତ ମନେ କଲି, କାଳେ ସେ ଅନ୍ୟ କିଛି ଭାବି ପାରନ୍ତି, ଅନ୍ତତଃ ମୁଁ ତାଙ୍କୁ ବିଶ୍ୱାସ କରୁନାହିଁ। ନହେଲେ ସେ କାଳେ ଭାବିବେ ମୁଁ ତାଙ୍କୁ ଆଉ ବିଶ୍ୱାସ କରୁନି, ଡାଉଟ କରୁଛି, ଝିଅ ସହିତ ଏତେ ବିଷୟରେ କାହିଁକି ସେ ଝିଅ ବିଷୟରେ ଏତେ କଥା ଜାଣିଛ। ସେ କଥା ଜାଣନ୍ତୁ ବୋଲି ମୁଁ କୌଣସି ଦିନ ଚେଷ୍ଟା କରିନାହିଁ ଯେ ମୁଁ ତାଙ୍କୁ ସନ୍ଦେହ କରୁଛି ବୋଲି ଆଉ ମୁଁ ତାଙ୍କ ବିଷୟରେ ସବୁ ଜାଣିଛି ବୋଲି, ସେ କଥା ଜାଣନ୍ତୁ ଏ କଥା ମୁଁ କେବେ ବି ଚେଷ୍ଟା କରିନି। କେଜାଣି କାହିଁକି ତାଙ୍କୁ କଷ୍ଟ ଦେବା ମୋ ପକ୍ଷରେ ସମ୍ଭବ ହେଇପାରେ, ପୁରା ପତିବ୍ରତା ଓଡିଆ ମାନେ ଭାରତୀୟ ନାରୀ, ତେଣୁ କରିକି କେବେ ବି ଏତେ ପରିସ୍ଥିତି ହେଲା ପରେ ବି କେବେ ତାକୁ କଷ୍ଟ ଦେବାକୁ ତାର ମନରେ ସମ୍ଭବ ହେଇପାରିନି, ସେ କେବେ ଚିନ୍ତା ବି କରିନି। କହିଲି ହେ ମୁଁ ଭୁଲି ତ ଯାଇଛି, ତୁମର ସେଇ ପ୍ରିୟ ବାନ୍ଧବୀ ଅର୍ଚ୍ଚନା ଆଜି ଫୋନ କରିଥିଲା, ଆଉ ଗୋଟେ ବାନ୍ଧବୀ ତାଙ୍କର ଅର୍ଚ୍ଚନା, ଆଗର ବାନ୍ଧବୀ ଅର୍ଚ୍ଚନା କହିଲେ ଆରେ ଆରେ ମୁଁ ତ ତମକୁ କହିବାକୁ ଭୁଲି ଯାଇଛି ଯେ ତୁମର ଗୋଟେ ଆଉ ଗୋଟେ ପ୍ରିୟ ବାନ୍ଧବୀ ଅର୍ଚ୍ଚନା ଆଜି ଫୋନ କରିଥିଲି, ବଡ ବ୍ୟସ୍ତ ଭାବରେ ତୁମକୁ ଖୋଜୁଥିଲା, ଆଉ ତୁମକୁ ଖୋଜା ଖୋଜି କରୁଥିଲା ବହୁତ ବ୍ୟସ୍ତତାର ସହିତ। ମୁଁ ଯେତେ ପଚାରିଲି କଣ ଦରକାର କୁହ, ମୁଁ କହିବି ଅଫିସ ଆୱାରରେ ତାଙ୍କୁ ଡିଷ୍ଟର୍ବ କରିବା ଉଚିତ ନୁହେଁ ବୋଲି ମଧ୍ୟ ମୁଁ ତାଙ୍କୁ ଯେତେ ବୁଝାଇଲି ସେ ବୁଝିଲା ନାହିଁ। ତାର କହିଲା ଯେ କଣ ପାଇଁ ଫୋନ କରୁଛ କୁହ, ମୁଁ ତାଙ୍କୁ କହିଦେବି, ସେ କହିଲାନି। ଆଉ ମୁଁ ତାଙ୍କୁ ବି କହିଲି ଅଫିସ ଆୱାରରେ ଡିଷ୍ଟର୍ବ କରିବା ଉଚିତ ନୁହେଁ, ତା ମଧ୍ୟ ସେ ବୁଝିଲାନି। ତୁମେ ତ ମନା କରିଥିଲ 10ଟାରୁ 4ଟା ଅନ୍ତତଃ, ଆଜି ତୁମକୁ କେହି କିଛି କହିବେ ନା, ତୁମେ ତ ମନା କରିଥିଲେ 10ଟାରୁ 4ଟା ତୁମକୁ ଅନ୍ତତଃ ଆଜି କେହି କିଛି କହିବେନି, ଲୁନା ସାଙ୍ଗେ ଆପଏଣ୍ଟମେଣ୍ଟ ଅଛି, ତା ସହିତ ଗପସପ କରିବ, ଘରକୁ ଡାକିକି ଆଣିବ, ତେଣୁକରି ତାକୁ ଡିଷ୍ଟର୍ବ କରିବାକୁ ମନା ହେଇଥିଲା। ଆଉ ଗୋଟେ କିଏ ଅର୍ଚ୍ଚନା ଫୋନ କଲାଣି। ମୋର ଅଜସ୍ର ଚେଷ୍ଟା ସତ୍ତ୍ୱେ ମୋ କଥାରେ ଟିକେ ସେ ଉଷ୍ଣତା ଥିଲା, ଏହା ମୁଁ ବୁଝିପାରିଥିଲି, କାରଣ ଆଜି ଦିନ ତମାମ ସେ ଅଫିସରେ ନଥିଲେ। ମୋର ଅଜସ୍ର ଚେଷ୍ଟା ସତ୍ତ୍ୱେ ମାନେ ମୁଁ ଏଇ କଥା ଗୁଡିକ ଯୋଉ କହୁଥିଲି, ମୁଁ ଚେଷ୍ଟା କରୁଥିଲି ତାଙ୍କୁ କିଛି ହଟ୍ କଲା ଭଳିଆ କହିବିନି, କିନ୍ତୁ ତଥାପି ଯେ ମୋ କଥାରେ ଟିକେ ଗରମ ପଣ ଥିଲା, ମୁଁ ଟିକେ ମାନେ ରାଗି ଗଲା ଭଳି କଥା ହଉଛି, ଉଷ୍ଣତା ଥିଲା, ଏହା ମୁଁ ଜାଣି ପାରୁଥିଲି ଯେ ମୋ କଥାର ଟୋନ ଚେଞ୍ଜ ହେଲାଣି। ମୋର ରାଗ ଯେହେତୁ ଏତେ ଗୁଡେ କଥା ମୁଣ୍ଡରେ ଆସିଲେ ରାଗ ସ୍ୱାଭାବିକ ଆସିବାଟା ଗୋଟେ ସ୍ତ୍ରୀ ପାଇଁ କିନା ସ୍ୱାଭାବିକ, ତଥାପି ସେ ଯେହେତୁ ଏତେ ସାରା ସେ ରାଗକୁ ଅକ୍ତିଆରରେ ରଖିକି ଆୟତ ଭିତରେ ରଖିକି କଥା କହିଲା ଭିତରେ କେତେବେଳେ ତାର ଟୋନ ଟିକେ ବଢି ଯାଇଛି, ଉଚ୍ଚା ହେଇଯାଇଛି ବା ରାଗିକି ଟିକେ ବାହାରି ପଡୁଛି ଶବ୍ଦ, ସେ ନିଜେ ଜାଣି ପାରୁଛି ସେ କଥା। କାରଣ ଆଜି ଦିନ ତମାମ ସେ ଅଫିସରେ ନଥିଲେ, ଛୁଟି ନେଇଥିଲେ। ତେବେ ସେ ଏକଥା ବି ଜାଣିଛି ଯେ ଦିନ ସାରା ସେ ଆଜି ଅଫିସରେ ନଥିଲେ, ଛୁଟି ନେଇଥିଲେ। ଅଫିସ କାମ ଏପଟେ କିନ୍ତୁ ଅର୍ଚ୍ଚନାକୁ ଇଏ କହୁଛି ଯେ ଅଫିସ କାମ ବେଳେ ଡିଷ୍ଟର୍ବ କରିବା ଉଚିତ ନୁହଁ, ଯେତେବେଳେ କି ସେ ଜାଣିଛି ଯେ ସେ ଆଜି ଦିନ ସାରା ଅଲଗା କାମ ପାଇଁ ଛୁଟି ନେଇଛନ୍ତି, ଆଉ ଗୋଟେ ଝିଅର ସାଙ୍ଗରେ ବୁଲିବାକୁ ଛୁଟି ନେଇଛନ୍ତି। ତେଣୁ ମୋର ଜାଣିବାର ଆଶଙ୍କାରେ ହୁଏତ ଜରୁରୀ କାମର ଆଳ ଥିଲା। ମୁଁ ଚାହିଁ ଦେଖିଲି ସେ ସାମାନ୍ୟ ବିବ୍ରତ ବୋଧ କରୁଛନ୍ତି, ତାପରେ ଯେତେବେଳେ ମୁଁ ତାଙ୍କୁ ଦେଖିଲି ସେ ବିବ୍ରତ ବ୍ୟସ୍ତ ଭଳି ଦେଖା ଯାଉଛନ୍ତି, ବ୍ୟସ୍ତ ବିବ୍ରତ ଥିଲା ଭଳି ଲାଗୁଛି। ଚା କପଟି ବଢେଇ ଦେଇ ଦେଇ ଅଗତ୍ୟା କହିଲି, ଅର୍ଚ୍ଚନା ତାର ଫୋନ ନମ୍ବର ଦେଇଛି, ଚାହିଁଲେ ଖବରଟା ବୁଝିପାର। ମାନେ ସାଙ୍ଗେ ସାଙ୍ଗେ ଅଗତ୍ୟା କହିଲି, ମାନେ ଚା କପଟି ବଢେଇ ଦଉ ଦଉ ସାଙ୍ଗେ ସାଙ୍ଗେ କହିଲି, କଣ କହିଲି ନା ଅର୍ଚ୍ଚନା ତାର ଫୋନ ନମ୍ବର ଦେଇଛି, ଯଦି ଆପଣ ତମେ ଚାହିଁବ ତାହେଲେ ଖବରଟା ବୁଝିପାରିବ, ସେ କଣ ପାଇଁ ତୁମକୁ ଫୋନ କରିଥିଲା। ଥାଉ, ବଡ ବୋର କରେ ସେ, ହଜାର କାମର ବରାଦ କରିବ, କଲିକତାରେ ରହି ରହି ସେ ଓଡିଶାର ମାନଚିତ୍ର ଯେମିତି ଭୁଲି ଯାଇଛି। ତ ଏଇଠି ମିଷ୍ଟର ଚୌଧୁରୀ କହୁଛନ୍ତି ନାଇଁ ନାଇଁ ତାକୁ କଥା ହବା ଦରକାର ନା, ବଡ ବୋରିଂ ଲୋକଟା, ବୋର କରିବ, ଆଉ ହଜାର କାମର ବରାଦ କରିବ, ମତେ କାମ ଦେଇଦବ କରିବା ପାଇଁ କି, ଯେମିତି କି କଲିକତାରେ ସେ ତା ମାନେ ଏ ଅର୍ଚ୍ଚନା ନାମକ ଯୋଉ ସ୍ତ୍ରୀଟି, ସ୍ତ୍ରୀ ଲୋକଟି କିମ୍ବା ଝିଅଟି, ସେ ରହେ କଲିକତାରେ। ତେଣୁ କଲିକତାରେ ରହି ରହି ଓଡିଶାର ମାନଚିତ୍ର ଯେମିତି ଭୁଲି ଯାଇଛି, ତାମାନେ ମତେ ଖାଲି କହିବ ଏଇ ଜାଗା କାମ କରିଦିଅ ଟିକେ, ମୋର ବରାଦ ଦେଖେଇବ କାମ। ଅର୍ଚ୍ଚନା ଏଠି ତାଙ୍କର ସହକର୍ମିଣୀ ଥିଲା, ତାର ଅଫିସର କଲିଗ, ସେ ତାର ସାଙ୍ଗରେ ଅଫିସରେ କାମ କରୁଥିଲା, ତାର ମିଷ୍ଟର ଚୌଧୁରୀଙ୍କ ସାଙ୍ଗରେ।
ଏବେ କଲିକତା ବଦଳି ହେଇଯାଇଛି ଆଉ ପଳେଇଛି କଲିକତା ଟ୍ରାନ୍ସଫର ହେଇକି ସମୟ ସମୟ କଲିକତା ଗଲେ ତାରି ଘରେ ଜବରଦସ୍ତ ମତେ ରହିବାକୁ ହୁଏ ଯେତେବେଳେ ମୁଁ କଲିକତା ଯାଏ ତା ଘରେ ଯାଇକି ରହିଯାଏ। କେତେ ଥର ଯେ ମୋର ଉପସ୍ଥିତିରେ ଅର୍ଚ୍ଚନା ସହ ସେ ଘନିଷ୍ଠ ହୋଇ ଉଠନ୍ତି ତାହା ମୁଁ ଦେଖିଛି କିଛି କହି ନାହିଁ ତେବେ କହୁଛନ୍ତି ତାର କରିବ ଆସି ଯାଆନ୍ତି ତା ପାଖରେ ତା ସହିତ ଗପ ସପ ଥଟ୍ଟା ମଜା କରନ୍ତି ମୁଁ ବହୁତ ଥର ଦେଖିଛି ସ୍ତ୍ରୀଟି କହୁଛି ମିସେସ ଚୌଧୁରୀ ତଥାପି ମଧ୍ୟ ମୁଁ କେବେ କିଛି କହି ନାହିଁ ବରଂ ଅର୍ଚ୍ଚନାକୁ ମତେ ତା ପଛକୁ ବହୁତ ଥର ଆପ୍ୟାୟିତ କରିବାକୁ ହୋଇଛି ବରଂ ଅର୍ଚ୍ଚନାକୁ ମତେ ତା ପଛକୁ ବହୁତ ଥର ଆପ୍ୟାୟିତ କରିବାକୁ ହୋଇଛି ତାକୁ ମଧ୍ୟ ଖୁସି କରିବା ପାଇଁ ଅର୍ଚ୍ଚନା ଆସିଲେ ତାକୁ ଚା ଜଳଖିଆ ଦେଇକି ତା ସହିତ ମିଠା ମିଠା କଥା କହିକି ବରଂ ମୁଁ ତାକୁ ଖୁସି କରିବାକୁ ଚେଷ୍ଟା କରିଛି ତାକୁ ମଧ୍ୟ ଆପ୍ୟାୟିତ କରିବାକୁ ଚେଷ୍ଟା କରିଛି ଯେହେତୁ ମୋ ସ୍ୱାମୀଙ୍କର ସିଏ ହଉଛନ୍ତି ଅଫିସ ଷ୍ଟାଫ ମୋର ଇଚ୍ଛା ଅନିଚ୍ଛାର ପ୍ରଶ୍ନ ଉଠି ନାହିଁ ଅଥଚ ଅର୍ଚ୍ଚନା ଠାରୁ ମଣିଷକୁ ବଶୀଭୂତ କରି ରଖିବାର ମନ୍ତ୍ର ମୁଁ ଶିଖି ପାରିଲି ନାହିଁ ତବେ ମୁଁ ଏତେ ତାକୁ ଆପ୍ୟାୟିତ କରିଛି ତାକୁ ତାର ଭଲ ମନ୍ଦ ବୁଝିଛି ତା ସହିତ କିଛିଟା ସମୟ ଅତିବାହିତ କରିଛି ସେ ଯେତେବେଳେ ମୋ ଘରକୁ ଆସେ ମୁଁ ତାକୁ ଦେଖିଛି ତାର ଚର୍ଚ୍ଚା କରିଛି ତଥାପି କେମିତି ଗୋଟେ ମଣିଷକୁ ନିଜ ବଶୀଭୂତ କରିବାକୁ ପଡେ ନିଜ ଅକ୍ତିଆରେ ରଖିବାକୁ ପଡେ ଯେହେତୁ ଅର୍ଚ୍ଚନା ମୋର ଗୋଟେ ମାନେ ମୋ ସ୍ୱାମୀ ବାହା ହେଇକି ତାଙ୍କର ଛୁଆ ହେଇକି ସେ ଯଦି ଅକ୍ତିଆର କରିପାରୁଛି ମୁଁ ହୁଏତ ତାଠୁ ସେଇ ଗୁଣଟା ସେଇ କଳାଟା ଶିଖି ପାରିଲି ନାହିଁ ତାହା ମୋର ଅପାରଗତା ହୁଏତ ସେଇଟା ମୋର ଅପାରଗପଣିଆ ମୋ ପାଖରେ ସେଟା କମ ଅଛି ଯୋଉଟା କି ମୁଁ ଶିଖି ପାରିଲିନି ତାଠାରୁ ସେ କାମଟିକୁ ଶିଖି ପାରିଲି ବେଳେ ବେଳେ ମୁଁ ପ୍ରଗଳ୍ଭ ହୋଇ ଉଠେ ପାଗଳ ଭଳି ପ୍ରଗଳ୍ଭ ହେଇଯିବା ମାନେ ମତୁଆଲା ବା ପାଗଳ ହେଇଯିବା ଏତେ ସାରା ଟେନସନ ଭିତରେ ଯୋଉ ପାଗଳ ହେଇ ଉଠେ ମୋର ସ୍ୱାମୀଙ୍କୁ ବୋଧ ହୁଏ ତାହା କଟୁ ମନେ ହୁଏ ଆଉ ମୁଁ ଯେତେବେଳେ ପ୍ରଗଳ୍ଭ ହେଇ ଉଠେ ମୋ ସ୍ୱାମୀଙ୍କୁ ସେଟା କଷ୍ଟ ଦେଇଥାଏ କଟୁ ମନେ ହୁଏ ଚଟ କରି କଥାର ମୋଡ ସେ ଘୁରାଇ ଦିଅନ୍ତି କିମ୍ବା ଏକ ଅଜଣା କଣ୍ଠରେ ଆଘାତ କରନ୍ତି ମତେ ରୋକି ନେବା ପାଇଁ ଆଉ ଗୋଟେ ରାଗି କଣ୍ଠରେ ମତେ ରୋକିବା ପାଇଁ ଆଘାତ କରିଥାନ୍ତି କିମ୍ବା ସେଇ କଥାକୁ ବେଳେ ବେଳେ ଘୁରେଇ ଦିଅନ୍ତି ମୁଁ ଯୋଉ କଥା ପ୍ରସଙ୍ଗ ଉଠାଇଥାଏ ସେଇ ପ୍ରସଙ୍ଗକୁ ସେ ବଦଳାଇବାକୁ ଚେଷ୍ଟା କରନ୍ତି ବେଳେ ବେଳେ ତ ପୁଣି ବେଳେ ବେଳେ ରାଗି ଯାଇ ମତେ କଟୁ କଥା କୁହନ୍ତି ଯୋଉଥିପାଇଁ ମୁଁ ବାଧ୍ୟ ହେଇକି ସେ ପ୍ରସଙ୍ଗଟିକୁ ବନ୍ଦ କରିବାକୁ ଚେଷ୍ଟା କରେ ମୁଁ ଜାଣେ ମୋର ଚପଳତା ତାଙ୍କୁ ଅସହ୍ୟ ଲାଗେ ମୋର ଯୋଉ ଚପଳତାଟା ଜାଣିବାର ଯୋଉ ଇଚ୍ଛାଟା ସବୁ ଚଳଚଞ୍ଚଳତାଟା ଏଇଭଳି ପରିସ୍ଥିତିଟା ତାଙ୍କୁ ମଧ୍ୟ ଅସହ୍ୟ ଲାଗେ ତାଙ୍କୁ ମଧ୍ୟ ତାହା ଭଲ ଲାଗେନି ଏକ ବିବାହିତା ସ୍ତ୍ରୀ ଏକଥା ଆଶା କରି ନଥାଏ ମୁଁ ଯାହାକୁ ଭଲ ପାଇ ବହୁ ମନାନ୍ତର ସୃଷ୍ଟି କରି ଦୁଇ ପରିବାର ଭିତରେ ସେ ସ୍ୱୀକାର କରି ନେଇଥିଲେ ସମଗ୍ର ଜୀବନ ଏକ ବିବାହିତା ସ୍ତ୍ରୀ ଏକଥା ଆଶା କରିନଥାଏ କୋଉ କଥା ଯେ ଗୋଟେ ମୋର ସ୍ୱାମୀ ହେଇକି ତାର ଏତେ ଗୋଟେ ସାଙ୍ଗ ଥିବ ଆଉ ତାଙ୍କ ସହିତ ସେ ସମୟ ସେମିତି କଲିଗ ଥିବା ଅଲଗା କଥା କିନ୍ତୁ ସେ ଯୋଉ ନିଜ ପରିବାରକୁ ସମୟ ଦେଉନଥିଲା ଏହାକୁ ନେଇକି ସେ କହୁଛନ୍ତି ମୁଁ ଯାହାକୁ ଭଲ ପାଇ ବହୁ ମନାନ୍ତର ସୃଷ୍ଟି କରି ଦୁଇ ପରିବାର ଭିତରେ ସେ ସ୍ୱୀକାର କରି ନେଇଥିଲେ ଅର୍ଥାତ ସେ ଏଠି ବାହାଘର ବହୁତ ଅସୁବିଧାରେ ହେଇଥିଲା ଦୁଇ ପରିବାରକୁ ବୁଝେଇବା ସମସ୍ତଙ୍କର ମତ ଅଲଗା ଥିଲା ସମସ୍ତଙ୍କ ସହିତ ମନାନ୍ତର ହେଇଥିଲା ପରିବାର ସହିତ ମତାନ୍ତର ହେଇଥିଲା ତଥାପରେ ବି ସେ ତାକୁ ବାହା ହେଇଥିଲେ କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ତାଙ୍କୁ ଦାସାନୁଦାସ କରି ରଖିବି କିମ୍ବା ସେ ମତେ ତାଙ୍କର ଖେଳନା ଗଣ୍ଡେଇ କରିବ ଆମେ ଏତେ ପରିଶ୍ରମ କରି ଏତେ ମତାନ୍ତର ର ସାମ୍ନା କରିକି ବାହା ହେଇଥିଲୁ ଦି ଜଣ ତାର ଅର୍ଥ ନୁହେଁ ଯେ ସିଏ ମତେ କଣ୍ଢେଇ କରି ରଖିବେ ଆଉ ମୁଁ ତାଙ୍କୁ ଦାସ କରି ରଖିବି ସେ ତାଙ୍କ ଇଚ୍ଛାରେ ବଞ୍ଚିବେ ମୁଁ ମୋ ଇଚ୍ଛାରେ ବଞ୍ଚିବି ଏଭଳି ଥିଲା କିନ୍ତୁ ମୋର ଅନ୍ୟ ମନସ୍କତା ଭାଙ୍ଗି ଦେଇ ସେ ପ୍ରଶ୍ନ କଲେ ମୁଁ ଏଇ କଥା ଯେତେବେଳେ ଭାବୁଥିଲି ମିସେସ ଚୌଧୁରୀ କହୁଛନ୍ତି ତ ସେତିକି ବେଳେ ସେ ମୋର ଅନ୍ୟ ମନସ୍କତାଟିକୁ ଭାଙ୍ଗିଥିଲେ ଏବଂ ମତେ ପ୍ରଶ୍ନ ପଚାରିଥିଲେ କିଶୋରର ପ୍ରିପାରେସନ ଏଥର କିପରି ହେଇଛି କିଶୋର ହେଲା ତାର ବଡ ପୁଅ ଯିଏକି ତାର ଯିଏକି ସେ କମ୍ପିଟିଟିଭ ପ୍ରିପେୟାର ହଉଛି ନା କିଶୋରର ପ୍ରିପାରେସନ ଏଥର କିପରି ହେଇଛି ଏଇଟା ଯେ ତାର ଲାଷ୍ଟ ଚାନ୍ସ ମୁଁ ଯନ୍ତ୍ର ପରି ଉତ୍ତର ଦେଲି ତ ଏଇଟା ତାର ଲାଷ୍ଟ ଚାନ୍ସ ଥିଲା କମ୍ପିଟିଟିଭ ଏକ୍ସାମ ର ଆଇଏଏସ୍ ପରୀକ୍ଷା ପାଇଁ ହୁଏତ ସେ ମାନେ ପ୍ରିପେୟାର ହଉଛି କାରଣ ସେଇ ପରୀକ୍ଷାରେ କେତେଟା ଥର ଆଗରୁ ତ 3 ଥର ଥିଲା ଏବେ କଣ 5 ଥର ହେଇଗଲାଣି ତେଣୁ ଏଇଟା ହଉଛି ତାର ଲାଷ୍ଟ ଚାନ୍ସ ଏଥର ଯଦି ନ ପାଇବ ଆଉ କମ୍ପିଟିଟିଭ ଦେଇପାରିବନି ଅଲଗା ଚାକିରି ଯିବାକୁ ପଡିବ ତେଣୁ ସେଇ କଥା ପଚାରିବାରୁ ମୁଁ ଗୋଟେ ଯନ୍ତ୍ର ପରି ଉତ୍ତର ଦେଇଥିଲି ଯନ୍ତ୍ର ଯେମିତି ଯାହା ପଚାରିଲେ ଯେତିକି ପଚାରିଲେ ସେତିକି ଉତ୍ତର ଦିଏ ଇମୋସନ କିଛି ନଥାଏ ଆଉ ଡାଇରେକ୍ଟ ଆନ୍ସର ଥାଏ ମୁଁ ସେଇଭଳି ଉତ୍ତର ଦେଇଥିଲି ପଢୁଛି ତ ତେଣିକି ଯାହା ହେବ ଆଉ ପଠେ ତ ପଢୁଛି ଯାହା ହବ ମୁଁ ନିଜେ ହିଁ ତ ଭାଗ୍ୟ ଉପରେ ବିଶ୍ୱାସ କରେ ନା କର୍ମର ଫଳ ବି ସମସ୍ତଙ୍କୁ ପ୍ରାପ୍ତ ହୁଏ ନାହିଁ ତେଣୁ ସ୍ତ୍ରୀଟି କହୁଛି ମୁଁ ଭାଗ୍ୟ ଉପରେ ବିଶ୍ୱାସ କରେନି ଆଉ କର୍ମର ଫଳ ସମସ୍ତଙ୍କୁ ମଧ୍ୟ ମିଳେ ନାହିଁ ସାନ ଝିଅଟା ଦିନକୁ ଦିନ ଶୁଖି ଯାଉଛି ଆଉ ଗୋଟେ ଝିଅ ଯୋଉଟା କି ସବୁଠୁ ସାନ ଝିଅଟେ ଦିନକୁ ଦିନ ସେ ପତଳା ହେଇଯାଉଛି ଶୁଖି ଯାଉଛି ତାକୁ ଡାକ୍ତର ଦେଖାଇବା ଆବଶ୍ୟକ ଦରକାର ଟନିକ ଫନିକ ନ ଖାଇଲେ ତାର ହେଲ୍ଥ ଖରାପ ହେଇଯିବ ଏବଂ ଝିଅଟା ମଧ୍ୟ ତାକୁ ଡାକ୍ତର ନ ଦେଖେଇକି ତାକୁ ଟନିକ ପତ୍ର ନ ଦେଲେ ସେ ମଧ୍ୟ ତାର ମଧ୍ୟ ସ୍ୱାସ୍ଥ୍ୟ ବିଗିଡି ଯିବ ବୋଲି ଏକଥା କହିଛି ମୁଁ ବି ଭାବିଥିଲି ସେଇଆ ତାଙ୍କ ପ୍ରଶ୍ନର ଉତ୍ତର ମୁଁ ଯଥାସମ୍ଭବ ଠିକ ଦେଉଥିଲି
से जेतेबेले पचारे सान दुईटा सान झीटा सुखी जाउची ताकू ता स्वास्थ्य पई डाक्टर देखेबा बस ताकू मध्ये मु कहली मु भाबुतली सेया तबे तांकर एई भली समस्त प्रश्नर मु यथा संभव ठीक ठीक उत्तर देथि मात्र कथा लंबई मात्र कथा लंबई रखिबा पई जे जाल भितरे आमे दुई जण धरा देइथिलु से जाल छिंडाई देई किए केतेबेले जे उड़ी जाइछु तार खबर कहा पाखरे नै अर्थात कथा ये प्रश्न पचारिबा से उत्तर देबो कथा लंबा लंबी हेकि जो समयटा निज निज परस्पर भितरे कथा हेतांते से कथा केतेबेले सरी जाइछे एवं निजर दुई जण निज निज काम रे व्यस्त होई जाइछन्ते कथा बेसी नहीं समस्ते सुस्थ टंका पैसार प्रकृत विनियोग सांग को साधारण परिवार परी अभावर फर्द नहीं ए घरे जहा अछि ताहा से पूरण करि परिबे नहीं अजथा काहा को कष्ट दे लाभ कोन तबे से कहउचंती ए घरे टंकार अभाव नहीं जे मो स्वामी को कहबे जे टंका दियो बा पिला मानन को पई किछि किना हबो सेटा दियो तबे टंकार मध्य अभाव नथिला से घरे समस्ते सुस्थ मध्य थिले कार देह मध्य खराब नथिला तबे गोटे साधारण परिवार भली अभावर फर्द मध्य से घरे नथिला जहा किछि थिला जोटा पूरण हेई जहा थिला सब किछि पूरण हेई जायतिला टंका पैसा थिला छो पिलांग देह खराब भलो थिला आ बाकी ओवरऑल फैसिलिटी भलो रे थिले किंतु जो अभाव टिको को थिला ताहा केबे से स्वामी पूरण करि परिबे ने जा निजर समय छुआं को दबा निजर समय स्त्री को दबा सेही समय को से देई परथला आ जो अभाव को से स्त्री बुझी सारिथिला कि से स्वामी आ पूरा करि परिबो नै तेनु करी कि ता सहित अजथा जुक्ति करबाको आ ताको कष्ट देबाको से चाहु नथिला से बोध हुए किछि कहबाकू चाहंती मात्र कहि पारु नांती एपट सेपट करी पुराना कागजटा से देखुतिले अगत्या मते ही तांको पथ प्रस्तुत करि देबाको हेबो हसी करी मु कहिली तब से मते किछि कहयाकू चाहुतिले किंतु जानि जानि ए पेपर एपट सेपट करथुले किछि कहि पारनते तेनु मु ही भाबिली मु तांको किछि कथा आरंभ कले होय तो से मते से प्रश्न पचारि परिबे जा कहिबा कथा मते कहि परिबे देखो एई रंगर उल्टा तुमरो पसंद तेणु मु तांकर अटेंशन पाइबे तांको कथा नबा पई कि से कोन कहियाकू चाहुचंती ता कहबे पे मु प्रथमे तांको कहली उल्टा तमरो पसंद ए रंगर उल्टा तमरो पसंद तुमे तो दिन को दिन जेमिति टोका हे जाउछ सेथरे तुम पई चॉइस करबा कष्ट हां भलो करी देखो डिजाइन ता भलो लागुची कि नै तेणु ताको टिके कथा ताठू सुनिबा ता सते कथा हबा पई कि ना ए कोन गले ना जेहेतु से कोन गोटे कहिबाकू चाहुथिले किंतु कहि पारु नथिला पेपर उल्टेबारे लागिथिला व्यस्त विब्रत जणा पडुथिला श्री मिसेस चौधरी जानि पारिथिले एवं कहिले ठीक अछि मु ही आरंभ करिबा उचित कथा मु ही किछि कथा आरंभ कले होइते से कहि परिबे तेणु एते गोटे मनमालिन्य भितर जणे कहबा केमती गोटे संपर्कटा भलो थिले समस्त समस्त को सब कथा कहि परिबे एते गोटे डिस्टेंस भितर कहि हबनी तेणु करी कि ना स्त्री टी कहला एई कलर उल्टे तमरो पसंद कि नै तुम दिन को दिन टोका हे जाउछ कम बयस देखा जाउछ ताको टिके इंप्रेस करिया को आ मु एई स्वेटर टा बनेची बा तुम पई बनेबी तुमको चॉइस हबो कि नै तेणु तुम पई कि ना जेहेतु तुम बयस उठु तुम आउरी यंग हे जाउछ तो तुमको पई कि ना चॉइस करिया मते भी डिफिकल्ट हे जाउछ तमे मते कुह एटा भल देखा नै एटा जस्ट ताकू तार अटेंशन को निज आड़ को नबा पई कि ना से कथाटी कहिसे तापर देखा आर क्लास रे कोन करबा कोन हबो लास्ट को कोन हबो